Hello friends, good morning. Welcome to my channel The Achievers. So today ଆମେ current affairs series ଟା continue କରିବା। ଏଇଟା last week ରେ ରହିଛି ଯୋଉଟା ଅଗଷ୍ଟ 9 ରୁ 15 ଯାଏ ହବ। ଆଉ ସେଇଟା ବହୁତ important current affairs କିଛିଟା ଅଛି। ତ let's start। 9 ତାରିଖରେ start କରିବା। ଇଣ୍ଡିଆନ୍ ନାଭି ଆଉ ୟୁଏସ୍ ନାଭି ମିଶିକି ଏକ୍ସପ୍ଲୋଜିଭ ଅର୍ଡିନାନ୍ସ ଡିସ୍ପୋଜାଲ exercise 2026 ଯୋଉଟା ହବାରେ ଅଛି ସାଉଦର୍ନ ନାଭାଲ କମାଣ୍ଡ କୋଚିରେ ଓକେ ଫ୍ରମ୍ 10 ରୁ 14 ଅକ୍ଟୋବର। এটা ବାଇଲେଟରାଲ ଏକ୍ସରସାଇଜ ମାନେ ଦିଟା କଣ୍ଟ୍ରି ଭିତରେ ହଉଛି। କଣ ପାଇଁ ଏଟା ହଉଛି ଏମ୍ ଟୁ ଏନହାନ୍ସ ଇଣ୍ଟରପୋରେବିଲିଟି ଆଣ୍ଡ ଷ୍ଟ୍ରେନ୍ଥେନ୍ ପ୍ରଫେସନାଲ କୋଅପରେସନ ବିଟୱିନ୍ ସ୍ପେଶାଲିଷ୍ଟ ଡାଇଭିଂ ଆଣ୍ଡ ଇଓଡି ଟିମ୍ ଅଫ ଦ ଟୁ ନେଭିଜ। ମାନେ ଦିଟା ନେଭି ଭିତରେ ଏଟା କୋଅର୍ଡିନେସନ ଏକ୍ସରସାଇଜ ଗୋଟେ। କି ଏ ଯୋଉ ଏକ୍ସପ୍ଲୋଜିଭ ଅର୍ଡନାନ୍ସ ଡିସ୍ପୋଜାଲ ନା ତ ସେ ରିଗାର୍ଡିଂ ନାଭିର ଏକ୍ସରସାଇଜ ଇଣ୍ଡିଆ ଆଉ ୟୁଏସ୍ ଭିତରେ ହେଇଛି ବୋଲି ମନେ ରଖ ଓକେ। Next, in a major milestone for nation's clean energy transition and climate action target, India crossed 300 gigawatt non-fossil waste install capacity, install electricity generation capacity. आज हम 31 जुलाई रे क्रॉस करिगला ओवर 60% ऑफ 5 गीगावाट कैपेसिटी टार्गेट ଆମେ 2030 ସୁଦ୍ଧା 60% ଟାର୍ଗେଟ ରଖିଛୁ ହେଲା ଯୋଉଟା କି ରିଭାଇଜ କରିଛୁ 50% ଥିଲା ଏବେ ତ ଆମେ 50% କ୍ରସ୍ କରିଗଲୁଣୁ ଅଲରେଡି। ତ ମାନେ ଇନଷ୍ଟଲ କାପାସିଟି ତ ସେଇଟା ଜାଣିଲେ। ତ ଆଉ ଏବେ ସୋଲାର ପାୱାର ରେ ଏତିକି, ୱିଣ୍ଡ ରେ ଏତିକି, ଏଇଟା ଗୋଟେ ରାଙ୍କ ଥିଲା ମନେ ଅଛି। ୱିଣ୍ଡ ରେ ଆମେ 4th ରେ, ସୋଲାର ରେ 3rd ରେ, ଯୋଉ ଆମର ରିନ୍ୟୁଏବଲ ଏନର୍ଜି ରେ ଆମେ ଓଭରଅଲ ୱାର୍ଲଡ ରେ 3rd। ଏଇଟା ସବୁ ରାଙ୍କିଙ୍ଗ ବି ମନେ ରଖିବ ଓକେ। ତ ଏଇଟା ହେଇଗଲା ହାଇଡ୍ରୋ ପାୱାର, ବାୟୋ ପାୱାର ଏତିକି, ତାପରେ ନ୍ୟୁକ୍ଲିୟର ପାୱାର 8.78, କାହାର କେତେ ଏଇଟା ରଖା ହେଇଛି 100 ଗିଗାୱାଟ ବାଇ 2000 ଆମର 47। ତ ଏରା ସବୁ ଟାର୍ଗେଟ ଗୁରା ସବୁ ମନେ ରଖିଥାନ୍ତୁ ଓକେ। ତାପରେ ନ୍ୟୁକ୍ଲିୟର ଏନର୍ଜି ତ ଆମେ କଭର କରିବା ଏଇଟା ସାଇନ୍ସ ଆଣ୍ଡ ଟେକ୍ ରେ ପୁରା କଭର କରିଦବା। The share of non-fossil fuel electricity total electric generation which are around 500 ମାନେ ଏଇଟା ଆମେ 54% ରେ ପହଞ୍ଚି ଗଲାଣି। ତାପରେ India to be an essential player in the industrial revolution which will be biotechnology and AI driven। ଏବେ ଯୋଉ next industrial revolution ମୁଁ ହିଷ୍ଟ୍ରି କ୍ଲାସ ରେ କହିଥିଲି ଆମର ଏଇ ଯୋଉ 1750s ରେ ଯୋଉ ଆସିଥିଲା ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ, ଏବେ ତାର ନେକ୍ସଟ ଇଣ୍ଡଷ୍ଟ୍ରି 4.0 ତ ଏବେ ଚାଲିଛି କହୁଛନ୍ତି। ନେକ୍ସଟ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ ବାୟୋଟେକ୍ନୋଲୋଜି ଆଉ ଏଆଇ ଡ୍ରିଭେନ ହବ ଏଇଟା ବୋଲି କହୁଛନ୍ତି। ତ ଇଣ୍ଡିଆ ତା ପାଇଁ ରେଡି ଅଛି। ଇଣ୍ଡିଆ ତା ପାଇଁ ଆଣିଛି ବାୟୋ E3 ପଲିସି। ମାନେ ବାୟୋ E3 କଣ, ତିନିଟା ଇ କଣ, ଫର ଇକୋନୋମି, ଏମ୍ପ୍ଲୟମେଣ୍ଟ ଆଣ୍ଡ ଏନଭାରନମେଣ୍ଟ। ଏଇଟା ମନେ ରଖିବେ, ଏମିତି ଗୋଟେ ଭଲଟା ତ ପଡିଯାଇପାରେ ହେଲା। ତ ଏମ୍ ରାଟ ଷ୍ଟ୍ରେନ୍ଥେନିଂ ବାୟୋଟେକ୍ନୋଲୋଜି ଇକୋସିଷ୍ଟମ। ତ ଏଇ ବାୟୋ E3 ଟର୍ମ ଟା ମନେ ରଖିବେ। ବାୟୋ E3 ତିନିଟା ଇ କଣ, ଇକୋନୋମି, ଏମ୍ପ୍ଲୟମେଣ୍ଟ ଆଣ୍ଡ ଏନଭାରନମେଣ୍ଟ। ତାପରେ ସେଣ୍ଟ୍ରାଲାଇଜ୍ଡ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ। ରିଡ୍ରେସ ଆଉ ରିଡ୍ରେସାଲ ବି ଆକୁ କହନ୍ତି ହେଲା। ତ ଏଇଟା ମନେ ରଖିବେ, ଏଇଟା ପଡିଥିଲା ଏବେ ଯୋଉଟା ମୁଁ ବି ଅଡିଟ ଏକ୍ସାମ, ସେଥିରେ ଏଇ ଏମ୍ ର ଫୁଲ ଫର୍ମ ପଡିଥିଲା। ସିପି ଗ୍ରାମସ ରେ ଏମ୍ ର ମାନେ ଫୁଲ ଫର୍ମ ଟା ମନିଟରିଂ ଥିଲା। ତ ଏମିତି ପକେଇ ଦଉଛି। ଆଉ ଆମର ଇ ଗଭ୍ ବା ଗଭର୍ନାନ୍ସ ଯୋଉଟା ସିଲାବସ ରେ ଅଛି ସେ ରିଗାର୍ଡିଂ ଏଇଟା ଆସିବ, ତ ଏଇଟା ମନେ ରଖିଥାନ୍ତୁ। ଏଇଟା ଡିଜିଟାଲ ଗ୍ରିଭାନ୍ସ ରିଡ୍ରେସାଲ। ତମେ ଯୋଉ ଗଭର୍ଣ୍ଣମେଣ୍ଟ ପାଖକୁ ତମ ଗ୍ରିଭାନ୍ସ ନେଇକି ଯାଉଛ, ଦୁଃଖ ନେଇକି ଯାଉଛ, ଇସ୍ୟୁ କିଛି ଅଛି ବୋଲି, ସେଇଟାକୁ ସେ ରିଡ୍ରେସ କରିବ ମାନେ ସଲ୍ଭ କରିବ। 24/7 ସେଇଟା ଓପନ ଅଛି, ଅନଲାଇନ କରିଦେଇଛି, ତମେ ସବୁବେଳେ ତମର ଆପ୍ଲିକେସନ ପକେଇ ପାରିବ। ସିଙ୍ଗଲ ପୋର୍ଟାଲ କନେକ୍ଟେଡ ଟୁ ଅଲ୍ ସେଣ୍ଟ୍ରାଲ ମିନିଷ୍ଟ୍ରି। ତମେ ଯେକୌଣସି କାମ ହଉଥାଉ ତମେ ଗୋଟେ ପୋର୍ଟାଲକୁ ଯାଇ କରିବ। ଆଗରୁ କଣ ହଉଥିଲା ନା ସବୁ ଡିପାର୍ଟମେଣ୍ଟରେ କାମ, ତମେ ସବୁ ଡିପାର୍ଟମେଣ୍ଟ କୁ ଯାଉଥିଲେ, ଲୋକ ଅଫିସ କୁ ଯାଉଥିଲେ। କିନ୍ତୁ ଏବେ ତମର ଦୁଃଖ ଯେତେ ଯାହା ହେଇଛି ତମେ ଏଇଠି କହିପାରିବ ଓକେ। ତ ଏଇଟା ମନେ ରଖିବେ। ଆରି ରିଲେଟେଡ ଆଉ ଗୋଟେ ଅଛି, ରିଲେଟେଡ ନାହିଁ, ଆଉ ଗୋଟେ ଅଛି ପ୍ରଗତି ହେଲା। ପ୍ରଗତି ପ୍ରୋଆକ୍ଟିଭ ଗଭର୍ନାନ୍ସ ଆଣ୍ଡ ଟାଇମଲି ଇମ୍ପ୍ଲିମେଣ୍ଟେସନ। ଏଇଟା ହଉଛି ଟାଇମ, ଏଇଟା ଗଭର୍ନାନ୍ସ, ଆଇ ରେ ହଉଛି ଇମ୍ପ୍ଲିମେଣ୍ଟେସନ। ଏଇଟା କଣ ନା ଆମର ଯୋଉ ସ୍କିମ୍, ବିଭିନ୍ନ ସବୁ ପ୍ରୋଜେକ୍ଟ ଅଛି, ସେ ଟାଇମ ରେ ହଉଛି କି ନାହିଁ ତାକୁ ଦେଖିବା ପାଇଁ ଏଇଟା ମନିଟରିଂ ଗୋଟେ, ଇଏ ବି ସେଇ ମନିଟରିଂ କରିବ ସ୍କିମ୍ ମାନଙ୍କର। ଇଏ ଗ୍ରିଭାନ୍ସ ମାନଙ୍କର ଜି ରେ ପଚାରି ଦେଇପାରେ କଣ, ପିଜି ରେ ହଉଛି ଗ୍ରିଭାନ୍ସ। ତ ଏଇଟା ଗୋଟେ। ତାପରେ ଏଇଟା ମୁଁ ହିଷ୍ଟ୍ରି କ୍ଲାସ ରେ କହିଥିଲି, କାକୋରି ଟ୍ରେନ୍ ଆକ୍ସନ ବା
ଅନଫରଗେटेबल ଚାପ୍ଟର ଅଫ ଇଣ୍ଡିଆ's ଫ୍ରିଡମ ଷ୍ଟ୍ରଗଲ 100 ବର୍ଷ ହେଇଯାଇଥିଲା ତାକୁ ଏବେ ମନେ ବୁଝେଇଲେ ଏଟାକୁ ରିଭାଇଜ କରିଦେବେ ହେଲା। ଆଦେହରେ କିଏ ଚନ୍ଦ୍ରଶେଖର ଆଜାଦ ଆଉ ରାମ ପ୍ରସାଦ ବିସ୍ମିଲ ୟାଙ୍କ ନାଁଟା ମନେ ରଖିବେ, ଚନ୍ଦ୍ରଶେଖର ଆଜାଦ ଆଉ ରାମ ପ୍ରସାଦ ବିସ୍ମିଲ। ତ କାକୁରି ମାନେ ଟ୍ରେନ ଇନସିଡେଣ୍ଟ ମାନେ ସେ ୟୁପିର ଗୋଟେ ଜାଗା କାକୁରି, ସେଠି ସେ ଯୋଉ ଆମର ଏଇଟା କୋଉ ଟାଇମରେ ହେଇଥିଲା ମନେ ରଖ, 1925 ମାନେ ନନ୍ କୋଅପରେସନ ମୁଭମେଣ୍ଟ ସରିଯାଇଛି, ସେତେବେଳେ ଯୋଉ ସଡନ ଚୌରୀ ଚୌରା ମୁଭମେଣ୍ଟ ଯୋଉ ହେଇଥିଲା ଇନସିଡେଣ୍ଟ, ତାପରେ ଗାନ୍ଧୀ ୟାକୁ ନନ୍ କୋଅପରେସନ ଉଠେଇ ଦେଇଥିଲେ। ତାପରେ ଯୋଉ ଆମର ରିଭଲ୍ୟୁସନାରୀ ଆକ୍ଟିଭିଷ୍ଟ ମାନେ ଯୋଉ ଥିଲେ, ସେମାନେ ସବୁ ବିଭିନ୍ନ ଜିନିଷ କରିଥିଲେ, ତା ଦେହରେ କାକୋରୀ ଇନସିଡେଣ୍ଟ ଗୋଟେ ଥିଲା, ମାନେ ସେଥିରେ ଟ୍ରେନକୁ ଲୁଟ୍ କରିବାର ଥିଲା, ଲୁଟ୍ କରିକି ସେଠୁ ବନ୍ଧୁକ ଆଉ ଯାହାବି ସବୁ ଖାଇବା ପିଇବା ସବୁ ଯାଉଥିଲା ସବୁ ନେଇକିରି ତାଙ୍କର ୱେଲ୍ଥ ମାନେ ଆମୁନେସନ ବଢିବାକୁ ଚେଷ୍ଟା କରୁଥିଲେ। ତ ସେଠି ସେମାନେ ଧରା ହେଇଥିଲେ, ଚନ୍ଦ୍ରଶେଖର ଆଜାଦ ଆଉ ରାମପ୍ରସାଦ ବିସ୍ମିଲ ହିଁ ମୁଖ୍ୟ ଏଥିରେ ଥିଲେ ବୋଲି ମନେ ରଖିବାର ଅଛି। ତାପରେ କାନାଡା ୟୁଏସଏ ଉପରେ ଅଛି ଜାଣିଛନ୍ତି। ସେଥିରେ ବ୍ରିଟିଶ କଲମ୍ବିଆ ଡିକ୍ଲେୟାର ଷ୍ଟେଟ୍ ଅଫ ଏମର୍ଜେନ୍ସି। ତ ଏଇ ୱାଇଲ୍ଡ ଫାୟାର ହେଇକି ତାକୁ ଷ୍ଟେଟ୍ ଅଫ ଏମର୍ଜେନ୍ସି ବୋଲି ଡିକ୍ଲେୟାର ହେଇଯାଇଛି। ଛୋଟ ଛୋଟ ନ୍ୟୁଜ ଏମିତି ଇଣ୍ଟରନ୍ୟାସନାଲ ରିଲେସନର ନ୍ୟୁଜ বা ଇଣ୍ଟରନ୍ୟାସନାଲ ରିଲେସନ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାଣ୍ଟ ନ୍ୟୁଜ ପକେଇ ଦେଇପାରେ ଟୁ ଟେଷ୍ଟ ୟୋର ନଲେଜ, ତମେ ଜାଣିଛ କି ନାହିଁ ସେଟା କାନାଡାରେ ୱାଇଲ୍ଡ ଫାୟାର ହେଇଗଲା। ଓକେ, ଆଉ ଗୋଟେ ଗ୍ରୁପ ଅଛି ବେସିକ ଗ୍ରୁପ, ନାଁଟା ଭଲ ଥାଏ ତ ଏମିତି କ୍ୱେଶ୍ଚନ ଏକ୍ସାମିନର ମାନଙ୍କର ଫେଭରାଇଟ। ଏଇଟା ସେ ଇଣ୍ଟରନ୍ୟାସନାଲ ଗ୍ରୁପିଙ୍ଗସ, ଏଥିରେ ବେସିକ ଗ୍ରୁପ ୱାଜ ଫର୍ମଡ ଆଜ ଏ formed as the result of an agreement signed by four countries कि ब्राजील, साउथ अफ्रीका, इंडिया, चाइना। देखो ब्राजील, साउथ अफ्रीका, इंडिया, चाइना 28 नवेम्बर 2009 ରୁ ହେଇଛି। one of the several groups of nations working together to fight climate change, ଏଟାକୁ ମନେ ରଖିବେ environment related ବି ଅଛି। ତ ଇଣ୍ଟରନ୍ୟାସନାଲ ଗ୍ରୁପିଂ ଆଉ ଇଣ୍ଡିଆ ବି ଯେହେତୁ ଅଛି, ଏଇଟା ଇଣ୍ଡିଆ ପାଇଁ ଇମ୍ପୋର୍ଟାଣ୍ଟ। କ୍ୟାରିୟର ନେଗୋସିଏସନ ୱିଥ ୟୁଏନଏଫସିସି, ୟୁଏନଏଫସିସି ଆମର ମୁଖ୍ୟ ଯୋଉ କ୍ଲାଇମେଟ ଚେଞ୍ଜ ରିଗାର୍ଡିଂ ଫାଇଟିଂ ଚାଲିଛି, ୟୁନାଇଟେଡ ନେସନ୍ସ ଫ୍ରେମୱାର୍କ ଅନ୍ କ୍ଲାଇମେଟ ଚେଞ୍ଜ ହେଲା। ସରି ୟୁଏନ, ଆର ଫୁଲ ଫର୍ମ ଟା ମନେ ରଖିବେ, କନଫ୍ୟୁଜନ ସମସ୍ତେ ହୁଅନ୍ତି। କଣ ଏଫ ରେ ହଉଛି ଫ୍ରେମୱାର୍କ କନଭେନସନ, କାହିଁକି ଫ୍ରେମୱାର୍କ କନଭେନସନ କଣ ନା, ଇଏ ବହୁତ ସାରା କନଭେନସନ ଫ୍ରେମୱାର୍କ ଦଉଛି। ଆଗ ଫ୍ରେମୱାର୍କ ଏଇଟା ଦେଇଦେଲା ସ୍କେଲିଟନ, ଆ ଦେହରେ ବହୁତ ସାରା କନଭେନସନ ଜଡିତ ହେଲା, କନଭେନସନ ଅନ କ୍ଲାଇମେଟ ଚେଞ୍ଜ। ତ ଏମିତି ମନେ ରଖନ୍ତୁ। ତ ତାକୁ ତା ସହିତ ନେଗୋସିଏଟ କରିବା ପାଇଁ ଆମର ଏଇଟା କାହିଁକି ବେସିକ ଗ୍ରୁପ, ମାନେ ଏମାନେ ଡେଭଲପିଂ ନେସନ। ଓକେ, ଡେଭଲପିଂ ନେସନ ଏମାନେ ସବୁ, ଡେଭଲପଡ କୋଉ ମାନେ ୟୁଏସ, ତାପରେ ବ୍ରିଟେନ, ୟୁକେ, ଫ୍ରାନ୍ସ, ଏମାନେ ଜାପାନ, ଏମାନେ ସବୁ ଡେଭଲପଡ ନେସନ। ତ ଏଠି ଆଙ୍କୁ କ୍ଲାଇମେଟ ଗୋଲକୁ ଆଚିଭ କରିବା ପାଇଁ ହେଲେ ତାଙ୍କର ସହାୟତା ଦରକାର, ତାଙ୍କର ଟେକ୍ନୋଲୋଜି ଦରକାର। ତ ଇଏ ସବୁ ତାଙ୍କ ସହିତ ନେଗୋସିଏସନ କରିବା ପାଇଁ ଏ ଗ୍ରୁପଟା ହେଇଥିଲା। ତ ଏଇଟାକୁ ନିହାତି ମନେ ରଖିବେ, ବେସିକ ଗ୍ରୁପ ଟା ପକେଇବା ପରେ, ଏଇଟା 2009 ରୁ ହେଲାଣି, ଠିକ ଅଛି। ତାପରେ other than basic group there are other negotiation organization of like OPEC ଅଛି, group of central asia ଅଛି, କକାସସ୍ ଅଛି, ଆଲବାନିଆ, ମାଲଦୋଭା, CSAM, ଏଇଟା କହୁଛନ୍ତି ଗ୍ରୁପ ଅଫ କଣ୍ଟ୍ରିଜ ଅଫ ସେଣ୍ଟ୍ରାଲ ଏସିଆ, କକାସସ୍, ଆଲବାନିଆ, ମାଲଡୋଭା। ତ ଏଇ ମାଲଡୋଭାକୁ ଏବେ ଯାଇଥିଲେ ଆମର ପ୍ରେସିଡେଣ୍ଟ ମନେ ଅଛି। ତ ଇଏ ସବୁ ଗ୍ରୁପ ଅଛି, ଏଇଟା ଏତେ ଇମ୍ପୋର୍ଟାଣ୍ଟ ନାହିଁ, ଉପରଟା ମନେ ରଖିବା। ଦେନ୍ 10 ତାରିଖକୁ ଯିବା, ୱାର୍ଲଡ ଲାୟନ ଡେ 10 ତାରିଖରେ। ଏଟାକୁ ବହୁତ ସାରା ଜିନିଷ ଏଥିରେ ମନେ ରଖିବାର ଅଛି, ତମେ ଜାଣିଛ ବହୁତ ଜିନିଷ, ଖାଲି ମନେ ରଖିଦେଲେ ଏଇଟା ଇଜି ବି। ପ୍ରାଇମ ମିନିଷ୍ଟର ବି ଗୋଟେ ଆର୍ଟିକଲ ସେୟାର କଲେ, ରିମାର୍କେବଲ କମବ୍ୟାକ୍ ଅଫ ଇଣ୍ଡିଆସ୍ ଏସିଆଟିକ ଲାୟନ। ମନେ ରଖିବେ ଏସିଆଟିକ ଲାୟନ ୱାଜ ଅନ ଦ ଭର୍ଜ ଅଫ ଏକ୍ସଟିଂକ୍ସନ, ମାନେ ସେ ମୂଳପୋଛ ହବାରୁ ଇଣ୍ଡିଆ ତାକୁ ବହୁତ ହି ସୁଇଫ୍ଟଲି ତାକୁ ତା ଉପରେ କାମ କରିକି ଫେରେଇ ପାରିଛି। 523 ଲାୟନ ଥିଲେ 891, 523 ଥିଲେ, ଏବେ 891 ହେଇଗଲେଣି ଲାଷ୍ଟ 10 ବର୍ଷରେ। ତାପରେ ଇଣ୍ଡିଆରେ ଓନ୍ଲି ହୋମ ଥିଲା ଗିର୍ ନ୍ୟାସନାଲ ପାର୍କ, ଏଟା ମନେ ରଖିବେ। ଗିର୍ ନ୍ୟାସନାଲ ପାର୍କ ଗୋଟେ ଜାଗାରେ ହିଁ ଥିଲେ, ଏବେ ସେକେଣ୍ଡ ହୋମ ତାକୁ ଡେଭଲପ କରାଯାଇଛି ବାରଦା ୱାଇଲ୍ଡ ଲାଇଫ ସାଙ୍କ୍ଚୁଆରୀ ନିୟର ପୋରବନ୍ଦର, ସେଇ ଗୁଜୁରାଟରେ ହିଁ ବାରଦା କରାଯାଇଛି। ଆଉ ଯୋଉ ଆମର ମଧ୍ୟପ୍ରଦେଶରେ କୁର୍ଣ୍ଣୁ ନ୍ୟାସନାଲ ପାର୍କ, ଆକୁ ବି ଡେଭଲପ କରାହଉଛି, ମାନେ ତାଙ୍କ ସଂଖ୍ୟା ବଢା ଯାଉଛି। ଆମର ପ୍ରୋଜେକ୍ଟ ଲାୟନ କରାହେଇଥିଲା ଅଗଷ୍ଟ 15 2020 ରେ, ପ୍ରୋଜେକ୍ଟ ଲାୟନ ଏଇଟା ମନେ ରଖିବେ। ଏବେ ଗଲା ଅଗଷ୍ଟ 15, ତ 6 ବର୍ଷ ପୁରିଲା ଆକୁ। ତାପରେ ଆର ପ୍ରୋଟେକ୍ସନ ଷ୍ଟାଟସ କଣ, ଭଲନରେବୁଲ, ଏଇଟା ମନେ ରଖିବେ। ଆର ଗ୍ରୁପ କୁ ଗୋଟେ ଗ୍ରୁପ ଅଫ ଲାୟନ କୁ କହନ୍ତି ପ୍ରାଇଡ, ଏଇଟା ଇଂଲିଶ ରେ ଟିକେ ପଡି ଯାଇପାରେ, ମନେ ରଖିବେ ପ୍ରାଇଡ। ଓକେ, ତ ଏଠି ଜାଣିବାର ଅଛି ଆମର ଏସିଆଟିକ ଲାୟନ, ଆଫ୍ରିକାନ ଲାୟନ ବି ମିଳନ୍ତି।
तो दी प्रकार लायन था आफ्रिकान लायन टी बड़ था एशियाटिक लायन टे छोट इन साइज था ये सब इनफॉरमेशन तार मन रखिए तापर गवर्नमेंट ई मार्केट प्लेस प्लेटफॉर्म एट 10th एनिवर्सरी सेलिब्रेशन ऑफ जी तो गवर्नमेंट ई मार्केट प्लेस आ पूर्व वीडियो रे मैं कही कि गवर्नमेंट रे हमर जो सब डिपार्टमेंट रे गवर्नमेंट रो जो सब काम होची सी भी व्हीकल तांकर कार अछि तांकर कंप्यूटर अछि सब ऑफिस रे लागिछ ना नहीं सी कोठु किना होची सी जे लोकल मार्केट रो किनि अनछन कि नहीं सेमिति हबनी तार बहुत सारा जिंस एका संग लागे तो सी माने एई गवर्नमेंट ई मार्केट प्लेस माने भाबो कि हमर जे फ्लिपकार्ट रे हमें रिटेल जिंस किनुछु गवर्नमेंट किनिबो गवर्नमेंट ई मार्केट प्लेस हैला तांकर गोटा गवर्नमेंट पई गोटा ई मार्केट भी करा है ହେଲା ସେଥିରେ ସେଇଟା ମନେ ରଖିବେ ଏଇଟା ସେଥିପାଇଁ ଏଇଟା କୋଉଠି ହବ ଏଇଟା କାହିଁକି ମୁଁ ଏଇଟା ଇନକ୍ଲୁଡ କରି ମନେ ରଖିବ ଏଇଟା ଗଭର୍ନାନ୍ସ ସେକ୍ସନ ଆସିବ ସେଠି ବହୁତ କରପ୍ସନ ହଉଥିଲା ହେଲା ତ ତାକୁ ଟ୍ୟାକଲ କରିବା ପାଇଁ ଏଇଟା କରାହେଇଛି ତ ଗଲ ଏଇଟା ଏଇଟା ବହୁତ ସାରା ନ୍ୟୁଜ ଏବେ ଆସିଲାଣି ଆଉ ଟିକେ ଗୋଟେ ମ୍ୟାଚ୍ କରିଦେବେ କୋଉ ଜିନିଷ ଫାଷ୍ଟ ଟାଇମ ପାଇଁ ଲଦାଖରୁ ଗୋଟେ ଗଲା କୋଉଠିକୁ ଏଇଟା କଣ ହେଇଛି मस्टर्ड हनी बाय डेरगांग एफपीओ फार्मर प्रोड्यूसर ऑर्गेनाइजेशन माने फार्मर माने जो प्रोड्यूस करछन से माने मिसी गोटा ऑर्गेनाइज करछंती त्रिपुरा रु गला दुबई को तो एमितिया क्वेश्चन मैच करी पके दबे एई जिंसटा कोठु गला एबे बिहार रु जाईची मखाना टू फर्स्ट टाइम पे गला कि ऑस्ट्रेलिया को ओके सेंदिटा त्रिपुरा रु दुबई को आकु सब प्रमोट किए करिवो हमर को बॉडी अछि आपेदा अछि आपेदा एग्रीकल्चर प्रोड्यूस एक्सपोर्ट डेवलपमेंट अथॉरिटी माने जो एग्रीकल्चर प्रोड्यूस होची ताकू एक्सपोर्ट केमिति करिवो ये देखिवो ओके देन गला 150 इयर्स ऑफ वंदे मातरम तो एटा बहुत ही इंपोर्टेंट न्यूज मु कहूची एति पे कि एबे हमर जो गुटे जो एक्ट अना जाउची कि वंदे मातरम को इक्वल स्टेटस दिया जिवो जनगण मन अति जनगण मन एटा मन रखिबे नेशनल सॉन्ग କିନ୍ତୁ ଏଇଟା ନ୍ୟାସନାଲ ଆନ୍ଥେମ୍ ଏଇଠି ବହୁତ ପିଲା କନଫ୍ୟୁଜ ହୁଅନ୍ତି ନ୍ୟାସନାଲ ଆନ୍ଥେମ୍ ମାନେ କଣ ନା ଆନ୍ଥେମ୍ ଆମ ସବୁ କଣ୍ଟ୍ରିର ଗୋଟେ ନା ଆନ୍ଥେମ୍ ଅଛି ତାକୁ କହୁଛନ୍ତି ହେଲା ସେ ସବୁ ସ୍ପେଶାଲ ଅକେଜନରେ କି ଦେଶର ଇଣ୍ଡିପେଣ୍ଡେନ୍ସକୁ କିଛି ଭାଲ୍ୟୁ ସିଷ୍ଟମକୁ କରାଇଥାଏ ତ ନ୍ୟାସନାଲ ଦର୍ଜା ଦିଆ ହେଇଥାଏ ତ ଆମର ସେମିତି ଅଛି ତ ଏବେ ଗଭର୍ଣ୍ଣମେଣ୍ଟର ଗୋଟେ ଆଣୁଛି ଆମେଣ୍ଡମେଣ୍ଟ ବିଲ୍ ଆଣୁଛି ଯେଉଁଥିରେ ନ୍ୟାସନାଲ ଅନର୍ସ ଆକ୍ଟକୁ ତାକୁ ଚେଞ୍ଜ କରୁଛି ନ୍ୟାସନାଲ ଅନର୍ସରେ ଆମର ଫ୍ଲାଗ ରହୁଛି ନ୍ୟାସନାଲ ଆନ୍ଥେମ୍ ରହୁଥିଲା ତ ସେଥିରେ ନ୍ୟାସନାଲ ସଙ୍ଗକୁ ବି ଇନକ୍ଲୁଡ କରାଯିବ ତ ଏଇଟାକୁ କରିଦେଲେ ଆମର ଯୋଉ ଫଣ୍ଡାମେଣ୍ଟାଲ ଡ୍ୟୁଟି ଆର୍ଟିକଲ 51A ରେ ଆମର ନ୍ୟାସନାଲ ଫ୍ଲାଗ ଆଉ ନ୍ୟାସନାଲ ଆନ୍ଥେମ୍ ଆମକୁ ସବୁ ଡିରେସ୍ପେକ୍ଟ କରିପାରିବନି ଇଟ୍ସ ୟୋର ଡ୍ୟୁଟି ଟୁ ରେସ୍ପେକ୍ଟ ଦେମ୍ ଓକେ ତ ଏବେ ତାକୁ କେମିତି ତା ଦେହରେ ନ୍ୟାସନାଲ ସଙ୍ଗଟା ଇନକ୍ଲୁଡ ହଉଛି କି ନାହିଁ ସେଟା ଆମେ ଦେଖିବା ଓକେ ଫାର୍ଷ୍ଟ ଟାଇମ ପାଇଁ ନ୍ୟାସନାଲ ସଙ୍ଗ ଯୋଉ ଗାଇବେ ରେଡ୍ ଫୋର୍ଟରୁ इंडिपेंडेंस डे इति सब आंथेम चले एबे नेशनल सॉन्ग टा चलिबो एटा मन रखिबे आ एथर जो अगस्त 15 रो जो सेलिब्रेशन दीटा थीम रखा है जोटा होची नेशनल 150 इयर्स ऑफ वंदे मातरम आउटा युवा शक्ति एटा पढी जाई पारे मते इंपोर्टेंट लागुची एटा पढिबे दीटा थीम 150 इयर्स ऑफ वंदे मातरम आउ युवा शक्ति वंदे मातरम इज ए नेशनल सॉन्ग आकु लिखिथिले कि बंकिम चंद्र चट्टोपाध्याय एटा मन रखिबे आ मु जो हिस्ट्री क्लास टा देखंतु जोतिर मु कहिदिली 1905 बेंगल पार्टीशन एगेंस्ट रे जोटा स्वराज हमर मूवमेंट हेतिला सेतिरे नेशनल सॉन्ग रो बहुत पॉपुलैरिटी आस्तिला ता परे नेशनल एंथेम आसला नेशनल एंथेम टाकू के लिखिचंती रविंद्रनाथ टैगोर से गीतांजलि रे जोथि से नोबेल पाइथिले ता दरे गुटे स्टांजा अछि ए जो जनगण मन तो जनगण मन को लिखिचंती रविंद्रनाथ टैगोर नेशनल एंथेम ताकू कहउचंती ओके तापरे ये सब जिनस रहीगला से माने सब अवार्ड पाइले तो एटा इंपोर्टेंट थिला देन गवर्नमेंट नोटिफाइज 11 मोर इंटरनेशनल पोर्ट तो एटा गोटे कॉन्सेप्ट बुझंतो 11 more international ports enabling entry of e-visa holder foreigners into India. Total number of national port e-visa holder entry now goes up to 88. एटा मन रख 88 हे गेला ए पोर्ट रो माने को तमे लैपटॉप रे पोर्ट जानिछ यूएसबी पोर्ट से पोर्ट रे को पेन ड्राइव लगा जाए पेन ड्राइव लगले तुम किसी डाटा ट्रांसफर कर डायरेक्टली फिजिकली कहूँ से ब्लूटूथ वगैरह भूली जाओ तो सेमती आमर पोर्ट जिते अच्छी पोर्ट देख आमर एयरपोर्ट कहते हाँ कि नहीं आउ किछटा पोर्ट आमर जो सी पोर्ट कहते तो
ଏରା ସବୁ ପୋର୍ଟ କାହିଁ କୁହାଯାଉଛି? ତାଙ୍କ ପୋର୍ଟ ନାଁ କାହିଁକି ଅଛି? ନା ପୋର୍ଟ ଅଛି ଯେ ଆମେ ବାହାରୁ ଲୋକ ଆସିପାରିବେ ସେଇ ଥ୍ରୋରେ ହିଁ। ଆଉ କୋଉ ଥ୍ରୋରେ ଆସିବେନି। ବର୍ଡର ଚେକ୍ ପଏଣ୍ଟ କିଛିଟା ଅଛି, ପୋର୍ଟ ଅଛି ଧର। ସେଠି କିଛିଟା ଭିଜା ଥ୍ରୋରେ ଯଦି ଆସିବେ, ବଟ୍ ସେଇଟା ବି ନୁହେଁ। ଇଣ୍ଟରନ୍ୟାସନାଲ ଆସିବାକୁ ହେଲେ ତମକୁ ଏଇ ପୋର୍ଟ ମାଧ୍ୟମରେ ସବୁ ଏୟାରପୋର୍ଟ ସେଠି ସବୁ ଭିଜା ପଏଣ୍ଟ ସବୁ ଅଛି। ଏମିତି ହେଇକିରି ଆମ ଟୋଟାଲି 88 ଟା ପୋର୍ଟ ହେଲା। 11ଟାକୁ ଆଉ ଇଣ୍ଟରନ୍ୟାସନାଲ ପୋର୍ଟ ଭାବେ କରାଗଲା। କଣ କଣ ସେଟା ପଡିବନି, ଖାଲି ମନେ ରଖିବ 88ଟା ନମ୍ବର ହେଇଗଲା ବୋଲି। କେତେଟା ହେଲା? 11ଟା ପ୍ଲସ ହେଇଗଲା। ନେକ୍ସଟ ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଇଜ୍ ପୈମାନା। ଏଇଟା ମୁଁ ଅଲରେଡି କହିସାରିଛି, ମୁଁ କହିଛି ସେଥିପାଇଁ ମୋର କରେଣ୍ଟ ଆଫେୟାର୍ସ କ୍ଲାସ୍ ଯେତେବେଳେ ତମେ ଦେଖିବ ସେଟା ବହୁତ ସାରା ରିଭାଇଜ ହେଇ ଚାଲିବ। ତ ଯୋଉମାନେ ଜୁଲାଇ 1 ରୁ ଅଛନ୍ତି ତାଙ୍କ ପାଇଁ ଏଗୁରା ବହୁତ ଜିନିଷ ରିଭାଇଜଡ ବୋଲି। ଓକେ, ପୈମାନା ଫୁଲ ଫର୍ମଟା ମନେ ରଖିବା, ପ୍ରୋଜେକ୍ଟ ଆସେସମେଣ୍ଟ ଇନଫ୍ରାଷ୍ଟ୍ରକ୍ଚର ମନିଟରିଂ ଆଣ୍ଡ ଆନାଲିଟିକ୍ସ ଫର ନ୍ୟାସନ ବିଲ୍ଡିଂ। ଦେଖ ନେସନ ବିଲ୍ଡିଂ ପାଇଁ ଆମର ଯେତେ ସବୁ ପ୍ରୋଜେକ୍ଟ ଗଭର୍ଣ୍ଣମେଣ୍ଟ ପଇସା ଖର୍ଚ୍ଚ କରୁଛି, ତାକୁ ଇନଫ୍ରାଷ୍ଟ୍ରକ୍ଚର ପାଇଁ କରୁଛି, ତାକୁ ମନିଟର କରିବା ଆଉ ଆନାଲିସିସ୍ କରିବା ପାଇଁ ଏଇଟା ପୈମାନା ଅଣାଯାଇଛି। ଦ୍ୟାଟ୍ସ ଏଇଟା ପାର୍ଟ ଅଫ କାହାର? ଗଭର୍ନାନ୍ସ। ତ ଆମ ସିଲାବସରେ ଅଛି, ଏଇଟା ପଡିଯାଇପାରେ। ଏଇଟା ଏବେ ହିଁ ଲଞ୍ଚ ହେଇଛି 25 ସେପ୍ଟେମ୍ବର 2025, ଆର ବର୍ଷରେ ହିଁ ହେଇଛି, ବର୍ଷେ ହବାର ଅଛି। ତ ଏଇଟା ସେଥିପାଇଁ ଇମ୍ପୋର୍ଟାଣ୍ଟ ହେଲା। ଏ ଯେ ୱେବ ବେସ୍ଡ ପ୍ଲାଟଫର୍ମ ଫର ମନିଟରିଂ ସେଣ୍ଟ୍ରାଲ ସେକ୍ଟର ଇନଫ୍ରାଷ୍ଟ୍ରକ୍ଚର। ସେଣ୍ଟ୍ରାଲ ସେକ୍ଟର ମାନେ 100% ଯୋଉଟା ଗଭର୍ଣ୍ଣମେଣ୍ଟ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ପଇସା ଦଉଛି ହେଲା ଇଣ୍ଡିଆ। ଦି ପ୍ଲାଟଫର୍ମ ରିପ୍ଲେସେସ୍ ଦ ଆର୍ଲିୟର, ଆଗରୁ ବି ଆମର ଗୋଟେ ଥିଲା OCMS 2006 ଅନଲାଇନ କମ୍ପ୍ୟୁଟରାଇଜଡ ମନିଟରିଂ ସିଷ୍ଟମ ହେଲା। ଆଗରୁ ମନେ ରଖନ୍ତୁ, ୱାର୍ଡିଂଟା ଦେଖନ୍ତୁ, ଆଗରୁ ଆମେ କମ୍ପ୍ୟୁଟରାଇଜଡ କହୁଥିଲୁ, କିନ୍ତୁ ଏବେ ଆମେ ଡିଜିଟାଲାଇଜଡ କହୁଛୁ, ଆମେ ସବୁ AI ବେସ୍ଡ କହୁଛୁ। ତ ଏବେ କମ୍ପ୍ୟୁଟର ଆମେ ବହୁତ ଆଗକୁ ପଳେଇ ଗଲୁଣୁ। ଡେଭଲପଡ ବାଇ ଦ ମିନିଷ୍ଟ୍ରି ଅଫ ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ, ପୈମାନା ଇଜ ୟୁଜ୍ଡ ଫର ମନିଟରିଂ ଅନଗୋଇଂ ସେଣ୍ଟ୍ରାଲ ସେକ୍ଟର ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ। ଯୋଉଟା 150 crore ଅଧିକ, ତାକୁ ଇଏ ମନିଟର କରିବ। ତ ଏଇଟା ମନେ ରଖିବେ। ଏଇଟା ପକେଇବ, ଯେତେବେଳେ ବି ପକେଇବ, ଏଇଟା କିଏ କରିଛି ସବୁବେଳେ ଅପସନରେ ଥିବ, ନୀତି ଆୟୋଗ ଥିବ ଆଉ କିଛି ଅଲଗା ଥିବ। ତ କିନ୍ତୁ ମନେ ରଖିବେ ଏଇଟା ଗୋଟେ ଅଲଗା ଅଛି, ମିନିଷ୍ଟ୍ରି ଅଫ MOSPI, ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ। ତାପରେ ସେମିତି ମୁଁ କହିଥିଲି ଯୋଉ ପ୍ରଗତି, ପ୍ରୋଆକ୍ଟିଭ ଗଭର୍ନାନ୍ସ ଆଣ୍ଡ ଟାଇମଲି ଇମ୍ପ୍ଲିମେଣ୍ଟେସନ, କିଛି ଅଲଗା ମେକାନିଜିମ ବି ସବୁ ଅଛି ହେଲା। ଅଦର ରିଭ୍ୟୁ ମେକାନିଜିମ would subsequently be sourced and updated through the same। ତାମାନେ ଭାବ ପ୍ରଗତି ଏଠିକି ପଳେଇବ। ଆଗରୁ ବହୁତ ବର୍ଷ ହେଲା ପ୍ରଗତି ଚାଲି ଆସିଥିଲା, ବଟ ପ୍ରଗତି କାହା ଅଣ୍ଡରକୁ ପଳେଇବ? ପୈମାନା ଅଣ୍ଡରକୁ ପଳେଇବ। ଦ୍ୟାଟ୍ସ ହ୍ୱାଇ ଇଟ୍ ଇଜ ଏନ୍ ବିଗ ନ୍ୟୁଜ, ଇମ୍ପୋର୍ଟାଣ୍ଟ ନ୍ୟୁଜ। ଏଟାକୁ ମନେ ରଖିବେ ହେଲା। ଦେନ୍ ଯିବା, ଓଭର 10 lakh people evacuated as typhoon Dolphin। ତ ଟାଇଫୁନ କୋଉଠି କହନ୍ତି? ସେ ଆମର ସାଇକ୍ଲୋନ କୁ ହିଁ ବିଭିନ୍ନ ଜାଗାରେ ଟାଇଫୁନ କହନ୍ତି ସବୁ। ଡଲଫିନ ଏଇଟା କୋଉଠି ହେଇଛି? ପ୍ଲାଟଫର୍ମ ଏ ଯୋଉ ଇଷ୍ଟର୍ନ ଚାଇନା। ତ ଏଇଟା ମନେ ରଖିବାର ଅଛି, ଡଲଫିନ ଟା କୋଉଠି କାହାକୁ ହିଟ୍ କରିଛି? ଆମର ଇଷ୍ଟର୍ନ ଚାଇନାକୁ। ଓକେ, ତ ଏଇଟା ମନେ ରଖି ଦିଅନ୍ତୁ। ଆଉ ମୁଁ ଯେତେବେଳେ କ୍ଲାସିଫିକେସନ ପଢେଇବି, ଆମ ଇଣ୍ଡିଆନ ଜିଓଗ୍ରାଫିରେ ପଢେଇବି ସାଇକ୍ଲୋନ, ଟ୍ରପିକାଲ ସାଇକ୍ଲୋନ, ସେତେବେଳେ ଆର ନେମିଂ ବଗେରା, ଟାଇଫୁନ କୋଉଠି, କଣ ୱିଲି ୱିଲି କୋଉଠି, ସେଗୁଡ଼ା ସବୁ କହିଦେବି। ଓକେ, ତାପରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ନ୍ୟୁଜ IR ଅଣ୍ଡରରେ, ଏଇଟା ଇଣ୍ଡିଆ ପାଇଁ ବହୁତ ଇମ୍ପୋର୍ଟାଣ୍ଟ କନସର୍ନିଂ ଜିନିଷ, ମକା ଜଏଣ୍ଟ ଡିଫେନ୍ସ ଆଗ୍ରିମେଣ୍ଟ। ଏଇଟା ଜଏଣ୍ଟ ଡିଫେନ୍ସ ଆଗ୍ରିମେଣ୍ଟ କଣ ହେଲା? ଦେଖନ୍ତୁ, ସାଉଦି ଆରବିଆ କଣ୍ଟ୍ରି କିଏ କିଏ? ସାଉଦି ଆରବିଆ ପ୍ଲସ ପାକିସ୍ତାନ ପ୍ଲସ ତୁର୍କୀ, ଇଏ ଗୋଟେ ଏମିତି ଜଏଣ୍ଟ ଡିଫେନ୍ସ କରିଛନ୍ତି କି ଆମର ନାଟୋ କଥା ଜାଣିଛନ୍ତି? ନାଟୋରେ କଣ କହିଛି କି US ଲେଡ୍, କି ଯଦି ନାଟୋରେ ଯେତେ ସବୁ କଣ୍ଟ୍ରି ଅଛନ୍ତି, ସିଏ ଯଦି ଜଣଙ୍କ ଉପରେ ଆଉ ବାହାର କଣ୍ଟ୍ରି କିଛି ଆଟାକ୍ କଲା, ତାହେଲେ ନାଟୋ କଣ୍ଟ୍ରି ମାନେ ଭାବିବେ କି ସେଟା ତାଙ୍କ କଣ୍ଟ୍ରି ଉପରେ ଆଟାକ୍ ହଉଛି। ସେଥିପାଇଁ ସେମାନେ ଆଟାକ୍ କରିପାରିବେ। ସେମିତି ଏମାନେ ଗୋଟେ ଟ୍ରାଇପ ବାଟେ ଆଗ୍ରିମେଣ୍ଟ କରିଛନ୍ତି କି ଜଣଙ୍କ ଉପରେ ଯଦି ବାହାର କଣ୍ଟ୍ରି ଗୋଟେ କୌଣସି କାରଣରୁ ଆକ୍ରମଣ କଲା, ତାହେଲେ ଏମାନେ ସେଥିରେ ନିଜ ଉପରେ ଆକ୍ରମଣ ଭାବିକି ତାକୁ ସାହାଯ୍ୟ କରିବେ। ତ ଇଣ୍ଡିଆ ପାଇଁ କନସର୍ନ କଣ ନା, ଇଣ୍ଡିଆ ଏକ ଟେରୋରିଷ୍ଟ, ପାକିସ୍ତାନ ଲୁଚିକି ତ ଟେରୋରିଜିମ ଆଟାକ୍ କରୁଛି ଇଣ୍ଡିଆ ଉପରେ। ତ ଇଣ୍ଡିଆ ଉପରେ ଆଟାକ୍ କଲେ, ଆଉ ଇଣ୍ଡିଆ ତାଙ୍କ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କରିଦେଲା ବା ତା ଉପରେ ଆଟାକ୍ କଲା। ତ ସେଥିରେ ସାଉଦି ଆରବିଆ ଆଉ ତୁର୍କୀ ତାକୁ ପାକିସ୍ତାନକୁ ଖୋଲା ସାହାଯ୍ୟ କରିପାରିବେ। ତ ସେଥିପାଇଁ ଏଇଟାକୁ ଗୋଟେ ଟ୍ରିପଲ ଆଲାଏନ୍ସ, ନ୍ୟୁ ଟ୍ରିପଲ ଆଲାଏନ୍ସ କାଇଁ? ଆମେ ଏବେ ଯୋଉ ହିଷ୍ଟ୍ରି କ୍ଲାସ କଲି, ସେଥିରେ ମନେ ଅଛି ନା, ଟ୍ରିପଲ ଆଲାଏନ୍ସ ଗୋଟେ ହେଇଥିଲା World War I ପୂର୍ବରୁ, କିଏ? ବ୍ରିଟେନ, ଫ୍ରାନ୍ସ, ଏମିତି ସବୁ ମିଶିକିରି କରିଥିଲେ। ତ ସେଥିରେ ଆଉ ତା ଏଗେନ୍ଷ୍ଟ 1887 ପାଖାପାଖି କରିଥିଲେ ଟ୍ରିପଲ ଏଣ୍ଟେଟେ, ଜର୍ମାନୀ, ଜାପାନ, ରଷିଆ, ଏସବୁ ମିଶିକିରି, ନାଇଁ ରଷିଆ ନୁହଁ, ସେ ତିନିଟା କଣ୍ଟ୍ରି ମିଶିକି କରିଥିଲେ। ତ ଇଏ ଭଳି ଆକୁ ଗୋଟେ ଟ୍ରିପଲ ଆଲାଏନ୍ସ ଭଳି ସିଷ୍ଟମ ଅର ସୁନ୍ନି ସିକ୍ୟୁରିଟି ଟ୍ରାଙ୍ଗେଲ ବୋଲି କହ। ସୁନ୍ନି କଣ ନା, ମୁସଲିମଙ୍କର ଗୋଟେ ଫ୍ରାକ୍ସନ। ମୁସଲିମ ମାନେ ଦି ପ୍ରକାର, ସୁନ୍ନି ଆଉ ସିଆ, ଏମିତି ଅଛନ୍ତି। ତ ଏତେ ଭିତରକୁ ଯିବାନି। ତ ଏଇଟା ଇଣ୍ଡିଆ ପାଇଁ ବହୁତ କନସର୍ନିଂ ନ୍ୟୁଜ। ତ ଦେଖାଯାଉ ଏଇଟା ଆଗକୁ କଣ ଯାଉଛି କୁଆଡେ। ତ ଏଇଟା ମକା ଜଏଣ୍ଟ ଡିଫେନ୍ସ ଆଗ୍ରିମେଣ୍ଟ ବା ତାକୁ କହୁଛନ୍ତି MJDA। ଏଇଟାକୁ ବହୁତ ଭଲସେ ମନେ ରଖନ୍ତୁ। କଣ୍ଟ୍ରି ଗୁରା କିଏ କିଏ ମନେ ରଖନ୍ତୁ। ଇଣ୍ଡିଆ ଫର୍ମାଲି ନେମ୍ସ 27 ପ୍ଲେସେସ୍ ଇନ୍ ଅରୁଣାଚଳ ପ୍ରଦେଶ। ଅରୁଣାଚଳ ପ୍ରଦେଶର
27ଟା ଜାଗାକୁ ସେ ଇଣ୍ଡିଆ ନାଁ ଫର୍ମାଲି ନାଁ ଦେଇ ଦେଇଛି। ଏଟା ପ୍ରୋବ୍ଲେମ କଣ ହଉଛି ଦେଖ, ଏଇଟା ଅରୁଣାଚଳ ପ୍ରଦେଶ ଯୋଉ ବର୍ଡରଟା, ଏଇଟା ପୁରା ପାହାଡ ଏରିଆ, ଆଉ ଏଇଟା ଇଣ୍ଡିଆ ଆଉ ଚାଇନା ଭିତରେ ବର୍ଡର କରୁଛି। ତ ଏଇଟାକୁ କହୁଛନ୍ତି ଆମର ମ୍ୟାକମୋହନ ଲାଇନ ଅଣ୍ଡରରେ ଯାଉଛି ହେଲା। ମ୍ୟାକମୋହନ ଲାଇନ, ମ୍ୟାକମୋହନ ଆକୁ ଡିଭାଇଡ କରିଥିଲେ ଇଣ୍ଡିଆ ଚାଇନା ଭିତରେ, କିନ୍ତୁ ଏଇଟା ଏତେ ଷ୍ଟ୍ରଙ୍ଗ, ଏତେ ଭଲସେ ଏଇଟା ଡେମାର୍କେଟ କରା ହେଇନି। ତ ଚାଇନା ଆସିକି ଏଥିର ବହୁତ ସାରା ଜାଗାକୁ ଏମିତି ଡିମାଣ୍ଡ କରୁଛି ଏଇଟା ମୋର ବୋଲି। ତ ସେଥିପାଇଁ ଏଇ ସବୁ ଡିସ୍ପ୍ୟୁଟ ଏରିଆରେ ଇଣ୍ଡିଆ ତାର ନାଁକରଣ ଦେଇନଥିଲା, ଯାହା ଆଗରୁ ଚାଲି ଆସୁଥିଲା ଲୋକାଲ ଲୋକ ଯାହା କହୁଥିଲେ ସେମିତି ଚାଲି ଆସୁଥିଲା। ତ ଧୀରେ ଧୀରେ ଦେଖିବାକୁ ଗଲା ବେଳକୁ ସେଥିରେ ଚାଇନା ଇଣ୍ଟ୍ରୁଜନ କରୁଛି, ସେଗୁରା ସବୁ ନାଁ କହୁଛି। ତ ଇଣ୍ଡିଆ ଏବେ ଫର୍ମ ଷ୍ଟାନ୍ସ ନେଇକିରି ସେଗୁରା ସବୁ ନିଜ ଅନୁସାରେ ନାଁକରଣ ଦେଇଦେଲା। 27ଟା ଜାଗାର ନାଁକରଣ ଇଣ୍ଡିଆ କରିଛି। ଦେଖାଯାଉ ଚାଇନାର ଆର ଆଗ୍ରେସନ କଣ ରହୁଛି, ସେ କଣ ଇଏ କରୁଛି, ସେଟା ଦେଖିବାକୁ ପଡିବ। ତ ଏଇଠି ଦେଖନ୍ତୁ ଗୋଟେ ଲୋହିତ ଡିଷ୍ଟ୍ରିକ୍ଟ ଅଛି। ଲୋହିତ ଡିଷ୍ଟ୍ରିକ୍ଟ ମନେ ଅଛି ଆମର ଯୋଉ ବ୍ରହ୍ମପୁତ୍ର ଯାଇଛି, ତାର ଗୋଟେ ଟ୍ରାଇବୁଟାରି ଅଛି ଲୋହିତ, ତ ସେ ଏଇ ଡିଷ୍ଟ୍ରିକ୍ଟ ନାଁରେ ହେଇଛି ଲୋହିତ। ଏଇଠି ଦିବାଙ୍ଗ, ଲୋୟର ଦିବାଙ୍ଗ, ତ ଇଏ ବି ଗୋଟେ ଟ୍ରାଇବୁଟାରି ଅଛି। ଏମିତି ସବୁ ଟ୍ରାଇବୁଟାରି ଏମିତି ସବୁ ହେଇଛି, ତ ଟିକେ ଦେଖିଦବାର ଅଛି ଏଇ ସବୁ ଡିଷ୍ଟ୍ରିକ୍ଟ ସବୁ। ୱେଷ୍ଟ କାମେଙ୍ଗ, ତାୱାଙ୍ଗ, ଏ ଦେଖନ୍ତୁ ତାୱାଙ୍ଗ ଟା ଏଇଠି ଅଛି, ଏଠି ଗୋଟେ ବୁଦ୍ଧିଷ୍ଟ ମୋନାଷ୍ଟ୍ରି ଅଛି, ପପୁଲାର ବୁଦ୍ଧିଷ୍ଟ ମୋନାଷ୍ଟ୍ରି ତାୱାଙ୍ଗ ରେ ଅଛି। ତ ଟିକେ ଦେଖି ଦେଇଥାନ୍ତୁ। ଏଠି ଫାଷ୍ଟ ଟାଇମ ପାଇଁ ଆମର କଣ ଆସିଛି, ଯୋଉ ରାମସାର ସାଇଟ ୱେଟଲ୍ୟାଣ୍ଡ ଡିକ୍ଲେୟାର କରାଯାଇଛି, କଣ ଗ୍ଲ ଯୋଉଟା କହୁଛନ୍ତି ତା ନା ଗ୍ଲ, ଏଇଟା ମନେ ରଖିବା। ଆଉ ଏଠି କାମେଙ୍ଗ ଯୋଉ ଅଛି, କାମେଙ୍ଗ ରେ ସେଠି ଆମର ନ୍ୟାସନାଲ ପାର୍କ କଣ ଅଛି, ଏଗୁରା ସବୁ ଟିକେ ଦେଖି ଦିଅନ୍ତୁ। ସିଆଙ୍ଗ, ତ ଏ ସବୁ ସବୁ ନ୍ୟୁଜ ରେ ଥାଏ, ଏଗୁରା ଟିକେ ଦେଖି ଦିଅନ୍ତୁ। ତାପରେ ଯିବା ଆମେ 11 ତାରିଖର ନ୍ୟୁଜ କୁ। 11 ତାରିଖ ନ୍ୟୁଜ ରେ କିଛି ଜିନିଷ ଥିଲା, ଗୋଟେ ପ୍ରିସିସନ ଆଗ୍ରିକଲଚର ଗୋଟେ ଟର୍ମ ମୁଁ ଦେଖିଲି। ପ୍ରିସିସନ ଆଗ୍ରିକଲଚର କଣ ମୁଁ କହିସାରିଛି। ଦେଖ ଆଗ୍ରିକଲଚର ରିଲେଟେଡ କିଛି ବି ନ୍ୟୁଜ ଇମ୍ପୋର୍ଟାଣ୍ଟ ହେଇଥାଏ, ତ ପ୍ରିସିସନ ମାନେ କଣ? ପ୍ରିସିସନ ମାନେ ହଉଛି ପୁରା ସଠିକ ହେଲା, ପୁରା ନିର୍ଭୁଲ, ଯୋଉଟା ପୁରା ଟୁ ଦ ପଏଣ୍ଟ। ମାନେ କଣ, ଆମେ ଟେକ୍ନୋଲୋଜି, ଏଇଟା ପ୍ରେସିସନ ମାନେ ତମେ ସଠିକତା କେମିତି ଆଣିବ? ଏଇଟା ମାନୁଆଲ ଆଗ୍ରିକଲଚର ଭର୍ସେସ ପ୍ରେସିସନ ମାନେ ଟେକ୍ନୋଲୋଜିରେ ବେଷ୍ଟ ଆଗ୍ରିକଲଚର। ତମେ ଯଦି ଟେକ୍ନୋଲୋଜି ୟୁଜ କରିକି ମୁଁ କରିବି, ସବୁ ଜିନିଷ ପୁରା ପ୍ରାୟ ଠିକ ହବ। ଲାଇକ ମୁଁ ଏବେ ପାଣି ମୋଟରରେ ଚଲଉଛି, କେତେ ଦରକାର କଣ ଦରକାର ମୁଁ ଜାଣିନି, ବାସ୍ ମତେ ପାଣି ଦବାର ଅଛି ତ ପାଣି ମଡେଇଦେଲି। କିନ୍ତୁ ମୁଁ ଯଦି ଆକ୍ସେସ କରିବି ମୋ ଗଛକୁ, ଏତିକିଟା ଗଛ ଅଛନ୍ତି, ଏତିକି ବିହନ ପକେଇଛି, ଏତିକିଟା ପାଣି ଦରକାର, ଏତିକି ଆମାଉଣ୍ଟର, ମୁଁ ସେତିକି ପାଣି ଦେଲି, ଦେନ୍ ସେଟା ପ୍ରେସିସନ। ଆଉ ଗୋଟେ ହେଇପାରେ କେତେ ଆମାଉଣ୍ଟର ଏନ୍ ପି କେ ସାର ଦରକାର, ମୁଁ ଆଣିଲି ପକେଇ ଦଉଛି ଗାଁରୁ ଆଣିକିରି, ଏଇ ମାଟିରେ ୟୁରିଆ ସର୍ଟ ତ ମୁଁ ୟୁରିଆ ପକେଇଦେଲି। କିନ୍ତୁ ସେଠି ମତେ ଜାଣିବାର ଅଛି କି ନାଇଁ, ମତେ ଏଇ ଆମାଉଣ୍ଟର ମୁଁ ସଏଲ ଟେଷ୍ଟ କଲି। ସଏଲ ହେଲ୍ଥ କାର୍ଡ ଆମେ ଜାଣିଛେ ସ୍କିମ୍ ଅଛି, ସଏଲ ହେଲ୍ଥ କାର୍ଡ ସ୍କିମ୍। ସିଏ କଣ କରିବ, ସିଏ ସଏଲ ର ପୁରା ହେଲ୍ଥ ଦେଖେଇବ। ମୁଁ ସେଇ ଅନୁସାରେ ସେତିକି ଆମାଉଣ୍ଟର ପୁରା ମାପି ଚୁପିକିରି ପକେଇଲି। ଯେମିତି ତମର ଘରେ ସିମେଣ୍ଟ ବାଲି ଗୋଡିର ଗୋଟେ ରେସିଓ ଥାଏ, ତାକୁ ଏପଟ ସେପଟ କରିବ ମାନେ ଘରେ ପ୍ରୋବ୍ଲେମ ହେଇଗଲା। ତ ତାକୁ ପ୍ରିସିସନଲି, ତାକୁ ପୁରା ପ୍ରିସିସନ ନିର୍ଭୁଲ ଭାବେ ମିକ୍ସ କରିବା ଦରକାର, ସେଇଟା ନହେଲା ପ୍ରୋବ୍ଲେମ। ସେମିତି ଆମେ, ଆଉ ଇରିଗେସନ, ଆମେ ଟେକ୍ନୋଲୋଜି ୟୁଜ କରି ଯଦି ପୁରା ଚେରରେ ଗଛ ଚେରରେ ଟିକେ ଟିକେ ଦବା, ତାକୁ କହିବା ଡ୍ରିପିଂ ଇରିଗେସନ ଦବା ହେଲା। ତ ସେଇଟା ସେ ଗୋଟେ ଟାଇପ ଅଫ ପ୍ରିସିସନ ଆଗ୍ରିକଲଚର। ତ ପ୍ରିସିସନ ଆଗ୍ରିକଲଚର କୁ ମନେ ରଖିବେ, ପୁରା ଗଛ ପାଇଁ ଯେତିକି ଦରକାର, ମାଟି ପାଇଁ ଯେତିକି ଦରକାର, ବା ଚାଷୀ ଆଗ୍ରିକଲଚର ପାଇଁ ଆଜ ହୋଲ ଯେତିକି ଦରକାର, ଆମେ ସେତିକି ହିଁ ଜିନିଷ ପ୍ରୋଭାଇଡ କରିବା। ତ ତାକୁ ପ୍ରିସିସନ ଆଗ୍ରିକଲଚର କହୁଛନ୍ତି। ଆଉ ନ୍ୟାଚୁରାଲ ଫାର୍ମିଂ, ଏଇଟା କଣ ଆଗ୍ରିକଲଚର କହିବାକୁ ଗଲେ ସବୁ ପ୍ରୋସେସ, ଆଗ୍ରିକଲଚର ଠାରୁ ଆରମ୍ଭ ପାଇଁ ଯେତେ ଫାର୍ମ ତିଆରି କରିବା, ଅମଳ କରିବା, ସବୁକୁ ପ୍ରିସିସନ କହୁଛନ୍ତି ଆଗ୍ରିକଲଚର ମାନେ। ଫାର୍ମିଂ ମାନେ ଖାଲି ଆମେ କେମିତି ଶସ୍ୟ ଉତ୍ପାଦନ କରିବା ତା ଉପରେ ଲକ୍ଷ୍ୟ ହେଲା। ତ ଆଗ୍ରିକଲଚରରେ ବହୁତ ସାରା ଆକ୍ଟିଭିଟି ରହୁଛି। ଫାର୍ମିଂ ମାନେ ଖାଲି ଗଛ ଆଉ ଧର ମାନେ କିଛି ଶସ୍ୟ ଉତ୍ପାଦନ, ତାକୁ ରିଲେଟେଡ କହୁଛନ୍ତି। ଚलो, ତାପରେ ଗଲା ୟାର୍ଡ 3037 ଶ୍ରୁତି, ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ। ଏଇଟା କାରଣ ଡିଫେନ୍ସ ରିଲେଟେଡ ନ୍ୟୁଜ। ଓକେ, ଏଇଟା ମନେ ରଖିବ ଡିଫେନ୍ସ। ମୁଁ ଡିଫେନ୍ସ ଭିଡିଓ ପରେ ଆଣୁଛି, ବହୁତ କ୍ଲିୟର କଟ୍ ବୁଝିଦେବି। ନେକ୍ସଟ ଜେନେରେସନ ଅଫସୋର ପାଟ୍ରୋଲ ଭେସେଲ, ନା ମନେ ରଖନ୍ତୁ। ଅଫସୋର ମାନେ କଣ, ମାନେ ସମୁଦ୍ରକୁ ହେଇଥିବ। ଅନସୋର ମାନେ ଲ୍ୟାଣ୍ଡକୁ, ଅଫସୋର ମାନେ ସମୁଦ୍ର। ପାଟ୍ରୋଲ ଭେସେଲ ଯେ ପାଟ୍ରୋଲିଂ କରିବ, ଆଉ କଣ ମାନେ ଆମର କୂଳକୁ ଜଗିବ। ନେକ୍ସଟ ଜେନେରେସନ ମାନେ ଟିକେ ଆଡଭାନ୍ସ ବାଲା, ତା ନାଁ ହଉଛି ଶ୍ରୁତି। ଲଞ୍ଚ ଆଟ୍ MS GRAC କୋଲକାତା। GRAC କଣ, ଆମର ଯୋଉ ସିପ୍ ବିଲ୍ଡିଂ ମୁଁ କହିଛି, ଗାର୍ଡେନ ରିଚ୍ ବାଲା ଏଇଟା ନାଁଟା ତାର। ତ ସେଇଟା କୋଲକାତାରେ ଅଛି, ସିଏ କରିଛି ଶ୍ରୁତି ହେଲା। ତାପରେ ଟ୍ରେନିଂ ଇନଷ୍ଟିଚ୍ୟୁଟ କଣ, CAPF, ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ୍। ଏଇଟା କେତେଟା ଅଛନ୍ତି ଆମେ ଦେଖିଥିଲେ, ଯୋଉ CRPF ତା ଅଣ୍ଡରରେ ଯାଉଛି। ତାପରେ CISF ଯୋଉ ଇଣ୍ଡଷ୍ଟ୍ରିଆଲ ପୋଲିସ ଫୋର୍ସ, ଆସାମ ରାଇଫଲ ଯାଉଛି। ତ ଏସବୁ ତାରି ଅଣ୍ଡର ଅଛନ୍ତି। ତାଙ୍କର ବହୁତ ସାରା ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଛନ୍ତି, ବହୁତ ସାରା ଅଛି। ତା ଦେହରୁ ଏଇ କିଛିଟା ଦିଟା ହିଁ ଦେଇଥିଲା, ନୂଆ ଖୋଲିଛି। ସେଣ୍ଟ୍ରାଲ ଜଙ୍ଗଲ ୱାରଫେୟାର କଲେଜ ଇନ୍ ବିଜାପୁର ଡିଷ୍ଟ୍ରିକ୍ଟ ଛତିଶଗଡ଼ରେ ଅଛି। ଏଇଟା ମନେ ରଖିବେ, ସେଣ୍ଟ୍ରାଲ
जंगल वारफेयर कॉलेज सीआरपीएफ को पाई रिजर्व पुलिस फोर्स में एठी अछि आ रीजनल ट्रेनिंग सेंटर सीआईएसएफ को पाई रीजनल ट्रेनिंग सेंटर किशनगंज डिस्ट्रिक्ट बिहार रे अछि तो एबे जो माने देखुचंती मु तांकटो जानियो चाहिबी कमेंट रे कोन ना हमर भुवनेश्वर रे कोन अछि सीआईएसएफ बा सीएपीएफ रो कोन छोटा यूनिट रो कोन ट्रेनिंग इंस्टीट्यूट की रिसर्च कोन अछि सेटा मते कहिबे ओके तो रीजनल ट्रेनिंग सेंटर बिहार रे खोलला तापरे समर्थ ए स्कीम ना मन रखंतु समर्थ आर स्कीम फॉर कैपेसिटी बिल्डिंग इन टेक्सटाइल सेक्टर तो एटा को सेक्टर रिगार्डिंग ही पचारिबो समर्थ एटा किए करूची एटा मिनिस्ट्री ऑफ टेक्सटाइल करूची कोठी माने कम पाई ना कैपेसिटी बिल्डिंग माने गोटे जगह लिखा हितो माने सेटा जानिबे तांकर ट्रेनिंग जो लोक जते काम करचंती सेही सेक्टर तांकर ट्रेनिंग पई एटा हेतिबो ओके डिमांड ड्रिवन प्लेसमेंट ओरिएंटेड ये से एते सब हम जान दरकार नै कैपेसिटी बिल्डिंग कम पई करबा तांको अधिका लाभ दवा पई हेबो कि एम्प्लॉयमेंट पई ए सब समर्थ स्कीम टा मन रखिबार अछि समर्थ ए गोटे जगह लिखि दियंतु समर्थ हम दिन सब पैमाना समर्थ ट्रायम्फ ऑफ द इंडियन रिपब्लिक ये बही आछि नाटा भल अच्छी ट्रायम्फ ऑफ इंडियन रिपब्लिक माई लाइफ माई स्ट्रगल ऑटोबायोग्राफी ऑफ हमर प्रेसिडेंट लास्ट प्रेसिडेंट माने एक्स प्रेसिडेंट श्री रामनाथ कोविंद है तो एटा को मन रखि दियंतु दिस इज इंपोर्टेंट NASA invites ISRO to join moon base program under Artemis Accords एटा अपन आगु पढ़िथिबे Artemis Accord Artemis कोन ना मून रे लैंडिंग प्रोग्राम ऑफ मून रे बेस तयारी करियर प्रोग्राम कार नासा रो तो सी नासा इसरो को फॉर्मली इनवाइट करिछि सी वर्ल्ड रो बहुत एडवांस जो स्पेस रिसर्च ऑर्गेनाइजेशन मानक सहित जोटा अकॉर्ड करूछि माने ट्रीटी करिकरी साइन करिकरी रिसर्च रो बहुत बढ़ौछि तो से इसरो को जॉइन करिछि 9 इसरो को इनवाइट करिछि जॉइंट वर्किंग ग्रुप रे से होस्टेड बाय इंडिया फिफ्थ एटा मन रखिबे होस्टेड बाय इंडिया एटा होस्ट करिथिला इंडिया वे सिविल स्पेस रे जॉइंट वर्किंग ग्रुप तो 5th और 6th अगस्त रहितला से इसरो को माने इनवाइट करिछि तो एटा को टिके मने रखिबे ओके आउ नासा इसरो रिगार्डिंग आउ इंपोर्टेंट आगु तो पढि साची गुरा सब बहुत न्यूज हमर निसार कहउछंती निसा रे नासा आई रे इसरो सिंथेटिक एपर्चर राडार एटा गोटे कम पाई राडार तयारी करछि एटा ऑब्जर्वेशन पाई सब नासा इसरो कोलैबोरेशन रे तो नासा इसरो कोलैब बहुत आगु करूछंती तो सेटा को टिके देखिबे निसार फुल फॉर्म तार हला एटा पढि सारछि 4 वर्ष कि 13 वर्ष ओसीएस रे ना कोन पढितिला तापरे लेबानन बिकम्स फास्ट अरब कंट्री मानक भितर लेबानन हला फास्ट कंट्री जे कि आबोलिश कला डेथ पेनल्टी माने काहा को मृत्यु दंड दिया जीवनी आजीवन कारादंड हे जाई पारे किंतु मृत्यु दंड दिया जीव ट्राइब्यूनल्स रिफॉर्म बिल ट्राइब्यूनल्स कोन हम कहिछि हम जो अल्टरनेटिव डिस्प्यूट रिड्रेसल मेकानिज्म गोटे थिला जेंति आउ एटा ट्राइब्यूनल्स पार्ट ऑफ हमर जुडिशियरी सिस्टम हला त कोन सेटा आमे जन जुडिशियरी सिस्टम कोन रहला हमर रहला सुप्रीम कोर्ट तातरे हाई कोर्ट तातरे सबऑर्डिनेट कोर्ट्स जातरे डिस्ट्रिक्ट कोर्ट तहसील कोर्ट ए सब रहले तो ट्राइब्यूनल कोन ना को सप्लीमेंट करिया पे ट्राइब्यूनल्स कराइछि माने केस रा जदी बाहरे हमर सॉल्व हे जिवो बा बाहरे सॉल्व करी किसी स्पेसिफिक मैटर को जोटा कि रेकरिंग सब बेले सेउठु आस्ता है क्लारिफिकेशन रिगार्डिंग तो बाहरे ट्राइब्यूनल सिस्टम करा जाइछि एटा मन रखिबे आगुर ओरिजिनल नथिला हमर कॉन्स्टिट्यूशन रे एटा केबे सोरन सिंह कमिटी रिकमेंड कले 42nd कॉन्स्टिट्यूशन अमेंडमेंट एक्ट 1976 रे ऐड करा गला एटा पार्ट XIVA बा 14A रे करा हिची एटा आर्टिकल 323 ए आउ बी ए रे हला एडमिनिस्ट्रेटिव ए रे एडमिनिस्ट्रेटिव एमति मन रखन बी रे अदर रे कोन सब एग्जांपल रिवर डिस्प्यूट ट्राइब्यूनल महानदी ट्राइब्यूनल आर अंडर रे तापर एनजीटी नेशनल ग्रीन ट्राइब्यूनल आर अंडर रे तो ए सब आउ सेंट्रल एडमिनिस्ट्रेटिव कोन कैट जो सेंट्रल एडमिनिस्ट्रेटिव ए सब तो एबे कोन करा होची रिफॉर्म कोन करा होची एटा इंपोर्टेंट एटा टिके बुझंतु रिफॉर्म करा होची कि आगुर हमर करा होतिला हमर ट्राइब्यूनल सब थिले आगुर गवर्नमेंट फॉर्मेशन करथिला विभिन्न ट्राइब्यूनल्स है ना एबे ई ट्राइब्यूनल एते हेगरन ताको ओवरलुक करिया पई गवर्नमेंट चाहुनी तो डायरेक्ट ओवरलुक करिया पई से को नेशनल ट्राइब्यूनल कमिशन गोटे करिवो सिया को ओवरलुक करिवो तो आकर मेंबरशिप कर भी दे दीची सी रिटायर्ड जज ऑफ सुप्रीम कोर्ट बा चीफ जस्टिस ऑफ हाई कोर्ट हेतिबे एटा मन रखिबे दीटा जुडिशियल मेंबर थिबे जे चीफ जस्टिस और जज ऑफ हाई कोर्ट हेतिबे आउ टू टेक्निकल मेंबर थिबे टू टेक्निकल मेंबर को 25 वर्ष एक्सपीरियंस मिनिमम हेतिबो आउ तांकर मैक्सिमम एज लिमिट 70 तो मु एटा कमेंट रे कहंतु
ଯୋଉମାନେ ମୁଁ କନଷ୍ଟିଟ୍ୟୁସନାଲ ନନ୍ କନଷ୍ଟିଟ୍ୟୁସନାଲ ବଡି ଆଉ ଏଇ ଯୋଉ ହାଇ ଜୁଡିସିଆରି ପଢେଇଥିଲି ଲାଷ୍ଟ ପଲିଟିରେ, ତା ଦେହରେ କହିଥିଲି କାହାର ସବୁ 70 ବର୍ଷ ପର୍ଯ୍ୟନ୍ତ ଅଛି ସେମାନେ କାମ କରିପାରିବେ। ସେଥିରେ ଆଡ୍ କରିବେ ଏଇଟା 70 ବର୍ଷ ରହିଲେ ଏନଟିସି ରେ ରହିବ 70 ଅର୍ 5 ଇୟର, ଏମିତି ମନେ ରଖିବେ। ଓକେ, ନଥିଲେ ଏସବୁ ମୁଁ କହିଦେଲି। ତ ଠିକ ଅଛି, ଦେନ୍ ଏଇଟା ଟିକେ ଦେଖିଦେବେ। ଦେନ୍ ଆମେ ଯୋଉ 12 ତାରିଖ ୱାର୍ଲଡ ଏଲିଫ୍ୟାଣ୍ଟ ଡେ 12 ଅଗଷ୍ଟ। ତ ୱାର୍ଲଡ ଏଲିଫ୍ୟାଣ୍ଟ ଡେ ଆମେ ଏଇଠି ଟିକେ ମନେ ରଖିଦବା, ମନେ ପକେଇଦବା। ଟାଇଗର ଡେ କେବେ? ଟାଇଗର ଡେ ଜୁଲାଇ 29। ଲାୟନ ଡେ କେବେ? ଅଗଷ୍ଟ, ଏବେ କହିଲି 10। ଏଲିଫ୍ୟାଣ୍ଟ ଡେ ଅଗଷ୍ଟ 12। ତ ଏଇଟା ମନେ ରଖନ୍ତୁ। ବ୍ରିଙ୍ଗିଂ ଦ ୱାର୍ଲ୍ଡ ଟୁଗେଦର ଟୁ ହେଲ୍ପ ଏଲିଫ୍ୟାଣ୍ଟସ୍, ତା ଥିମ୍ ହଉଛି ଏଇଟା। 30ଟା ଆମର ରିଜର୍ଭ ଅଛି, 150ଟା କରିଡର ଅଛି। କରିଡର କଣ ନା ଏଲିଫ୍ୟାଣ୍ଟ ରିଜର୍ଭକୁ ଯିଏ ଜଏନ୍ କରେ ଯୋଉ ରାସ୍ତା, ସେଠି ଏଲିଫ୍ୟାଣ୍ଟ ମାନେ ଯିବା ଆସିବା କରିବେ। ସେମାନେ ମାଇଗ୍ରେଟୋରି ଆନିମଲ। ତ ଇଣ୍ଡିଆରେ 60% ଅଧିକ ୱାର୍ଲ୍ଡର ୱାଇଲ୍ଡ ଏସିଆନ୍ ଏଲିଫ୍ୟାଣ୍ଟସରୁ 60% ଅଧିକ ଇଣ୍ଡିଆରେ ଅଛନ୍ତି। ଆଉ ଗୋଟେ ତାର ଷ୍ଟଡି କେମିତି ହୁଏ? ସିନକ୍ରୋନସ୍ ଅଲ୍ ଇଣ୍ଡିଆ ପପୁଲେସନ ଏଷ୍ଟିମେସନ ଅଫ ଏଲିଫ୍ୟାଣ୍ଟ। ତ ଯଦି ପଢିବ SAI ସାଇ, ଆଉ କୁହନ୍ତି ସାଇ ଷ୍ଟଡି କୋଉ ରିଗାର୍ଡିଂ ମନେ ରଖିବେ, ଇ ରେ ହଉଛି ଏଲିଫ୍ୟାଣ୍ଟ ରିଗାର୍ଡିଂ। ଓକେ, 22,446 ଏଲିଫ୍ୟାଣ୍ଟ ଅଛନ୍ତି ବୋଲି କହିଥିଲା। ଆଉ ଆକୁ ଫାଉଣ୍ଡେସନାଲ ସ୍ପେସିସ୍ କହନ୍ତି। ଏଇଟା ମୁଁ ସ୍ପେସିସ୍ ଟାଇପରେ ସବୁ କହିଥିଲି ମୋର ଯୋଉ ଏନଭାରନମେଣ୍ଟ କ୍ଲାସରେ। ଫ୍ଲାଗସିପ୍ ସ୍ପେସିସ୍, ଫାଉଣ୍ଡେସନାଲ ସ୍ପେସିସ୍, ଏ ସବୁ ସିଏ ଇଏ ରହିଲେ ପୁରା ଇକୋସିଷ୍ଟମ ହିଁ ବଢିବ। ତ ଏଇଟା ତମେ ଜାଣିପାରିବ ଏଇଟା। ତାପରେ ୱାର୍ଲଡ ଏଲିଫ୍ୟାଣ୍ଟ ଡେ ସେଲିବ୍ରେସନ ଆମର ଏଥର ବିଶାଖାପଟନମ ରହିଛି। ଗଜ ଗୌରବ ଆୱାର୍ଡ ଦିଆଯାଇଛି ଏଲିଫ୍ୟାଣ୍ଟ କନଜରଭେସନ ପାଇଁ, ଏକ୍ସପେରିଏନ୍ସିଆଲ କଣ୍ଟ୍ରିବ୍ୟୁସନ ପାଇଁ ଦିଆଯାଇଛି। ତାପରେ ଗୋଟେ ହନୁମାନ କରାହଉଛି ହିଲିଂ ଆଣ୍ଡ ନର୍ଚରିଂ ୟୁନିଟ୍ସ ଫର ମନିଟରିଂ ଏଡ୍ ଆଣ୍ଡ ନର୍ସିଂ ଅଫ ୱାଇଲ୍ଡ ଲାଇଫ, ମାନେ ତାଙ୍କର ହସ୍ପିଟାଲ। ମୋଷ୍ଟ ଅଫ ତାଙ୍କର ହସ୍ପିଟାଲ। ଏଇଟା କିଏ କରିଛି? ଆନ୍ଧ୍ରପ୍ରଦେଶ ଗଭର୍ଣ୍ଣମେଣ୍ଟ କରିଛି, ଆନ୍ଧ୍ରପ୍ରଦେଶ ହେଲା। HAP ଏମିତି ମନେ ରଖନ୍ତୁ, ହ୍ୟାପ୍ HAP ଆନିମାଲ ହସ୍ପିଟାଲ ଆନ୍ଧ୍ରପ୍ରଦେଶ, ଏମିତି ମନେ ରଖନ୍ତୁ। ତାପରେ ଗଲା ଆମର ମନେ ରଖିବେ 3ଟା ସ୍ପେସିସ୍ ଅଫ ଏଲିଫ୍ୟାଣ୍ଟ ଅଛନ୍ତି ଟୋଟାଲି ୱାର୍ଲ୍ଡରେ। ଗୋଟେ ହଉଛି ଆଫ୍ରିକାର 2ଟା ସାଭାନା ଆଉ ଆଫ୍ରିକାନ ଫରେଷ୍ଟ, ଆଉ ଏସିଆନର ଗୋଟେ, ଆଫ୍ରିକାନର 2ଟା। ତାପରେ ଲୋକସଭା ସ୍ପିକର ଓମ୍ ବିର୍ଲା ୟୁଥ ଫାଉଣ୍ଡେସନ ଡେ ରେ କହିଛନ୍ତି ଇଣ୍ଟରନ୍ୟାସନାଲ ୟୁଥ ଡେ କେବେ? ଅଗଷ୍ଟ 12 ହେଲା, ଏଟା ମନେ ରଖିବେ। ରେଲୱେ ଆପ୍ରୁଭ୍ସ କବଚ ଭର୍ସନ 4.0। କବଚ କଣ? ଏଇଟା ଆମର ରେଲୱେ ମନିଟରିଂ, ଯୋଉ ରେଳଟା ଯାଉଛି ଗୋଟେ ଷ୍ଟେସନ ଆଉ ଗୋଟେ, କଣ୍ଟିନ୍ୟୁଅସ୍ ମନିଟର କରିବ, ଆଉ ଆଗକୁ ଯଦି କିଛି ବିପଦ ଅଛି ତାକୁ ପ୍ରୋଟେକ୍ସନ ସାଙ୍ଗେ ସାଙ୍ଗେ ଦବ। ବ୍ରେକ୍ ଅଟୋମେଟିକ ଆଡ୍ କରିଦବା, ସ୍ପିଡ କମେଇଦବା, ଏସବୁ ରିଗାର୍ଡିଂ। ତ ସେ ସବୁ ପ୍ରୋଭାଇଡ କରିବ କବଚ 4.0। ଏଇଟା ଇଣ୍ଡିଜିନିୟସଲି ଡେଭଲପ କରିଛି, ତ ଏଇଟା ପଡେ। ତ ଏଇଟା ଟିକେ ଦେଖିବେ। ଓକେ, ଦେନ୍ ମିଶନ ମୌସମ। ଏଇଟା ମୌସମ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଆର ବର୍ଷ ହିଁ ଲଞ୍ଚ ହେଇଛି 14 ଜାନୁଆରୀ 2025ରେ। ଏଇଟା କାହିଁକି ନା ଆମର ୱେଦର ମନିଟରିଂ, ଆମେ ଅନ୍ୟ କଣ୍ଟ୍ରି ଉପରେ ଡିପେଣ୍ଡ ନ କରିକି ଆମର ୱେଦର ମନିଟରିଂ ଆମେ ନିଜେ କରିବା। ମନିଟରିଂ ବେସିସ୍ ପ୍ରୋଭାଇଡ କରିବ। ଏଇଟା ୱେଦର ରିଲେଟେଡ ଜିନିଷ ଆମର ସବୁବେଳେ କାହା କୋଉ ମିନିଷ୍ଟ୍ରି ଥିବ? ମିନିଷ୍ଟ୍ରି ଅଫ ଆର୍ଥ ସାଇନ୍ସ, ଏଇଟା ମନେ ରଖିବେ। ମିନିଷ୍ଟ୍ରି ଅଫ ଆର୍ଥ ସାଇନ୍ସ ୱେଦର ମନିଟରିଂ, ଆଉ ଗ୍ଲେସିୟର ଆର୍ଟିକ ଷ୍ଟଡି ସବୁ ମିନିଷ୍ଟ୍ରି ଅଫ ଆର୍ଥ ସାଇନ୍ସ ଅଣ୍ଡରରେ ଆସୁଛି ହେଲା। ଇସ୍ରୋ ଫିସ୍ରୋ କିଛି କହିବେନି। ତାପରେ ଆସିଲା ସାକ୍ଷୀ ସ୍କିମ, ସ୍ପେଶାଲ ଆସିଷ୍ଟାନ୍ସ ଟୁ ଦ ଷ୍ଟେଟ୍ସ ଫର କ୍ୟାପିଟାଲ ଇନଭେଷ୍ଟମେଣ୍ଟ। କ୍ୟାପିଟାଲ ଇନଭେଷ୍ଟମେଣ୍ଟ ମାନେ ଇନଫ୍ରାଷ୍ଟ୍ରକ୍ଚର, ବଡ ବଡ ପ୍ରୋଜେକ୍ଟ, ସେ ସବୁ ପାଇଁ ଗଭର୍ଣ୍ଣମେଣ୍ଟ ଫଣ୍ଡ ଦେଇଥାଏ। ଫଣ୍ଡ ନୁହେଁ, ଏଟା ବେସିକାଲି ଲୋନ ଦେଇଥାଏ ଗଭର୍ଣ୍ଣମେଣ୍ଟ ହେଲା, ୟୁନିୟନ ଗଭର୍ଣ୍ଣମେଣ୍ଟ। ତ ସାକ୍ଷୀ ସ୍କିମ ସେଟା କୁହନ୍ତି ହେଲା, ଏଇଟାକୁ ମନେ ରଖିବେ। ଏଇଟା ବହୁତ ପୁରୁଣା ନ୍ୟୁଜ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଆଉ ୱାନ୍ ହର୍ବ ୱାନ୍ ଷ୍ଟାଣ୍ଡାର୍ଡ ଇନିସିଏଟିଭ। ୱାନ୍ ହର୍ବ କୁ ୱାନ୍ ଷ୍ଟାଣ୍ଡାର୍ଡ କାହିଁକି ନା ଏଇଟା ଟ୍ରାଡିସନାଲ ମେଡିସିନ କଥା କୁହାହଉଛି। ଏଇଟା ଟିକେ ମନେ ରଖିବେ, ୱାନ୍ ହର୍ବ ୱାନ୍ ଷ୍ଟାଣ୍ଡାର୍ଡ ଟ୍ରାଡିସନାଲ ମେଡିସିନ, ବା ଟ୍ରାଡିସନାଲ ମେଡିସିନ ରିଗାର୍ଡିଂ କଣ ପଡିବ? ୱାନ୍ ହର୍ବ ୱାନ୍ ଷ୍ଟାଣ୍ଡାର୍ଡ, ଏମିତି ମନେ ରଖନ୍ତୁ। ତାପରେ ଥିନିଂ ଇଣ୍ଡ୍ୟୁସ୍ଡ ଡେକ୍ସିଲରେସନ ଅଫ ଜାସ୍କାର ଗ୍ଲେସିୟର। ଜାସ୍କାର ଗ୍ଲେସିୟର କୋଉଠି ଅଛି? ଆମେ ଜାଣିଛେ ଆମର ପାର୍ଟ ଅଫ ହିମାଳୟ, ଯେଟା ଆମର ନର୍ଥ ଇଷ୍ଟରେ ଅଛି, ସରି ଜାମ୍ମୁ କାଶ୍ମୀରରେ ଅଛି। ଏଇଟା ଜାସ୍କାର ମାଉଣ୍ଟେନ ରେଞ୍ଜ ବିଷୟରେ ଦେଖିବାର ଅଛି। ଆଉ ଗ୍ଲେସିୟର ଲେକ୍ ଆଉଟବର୍ସ ଫ୍ଲୋର, ଏଇଟା ମୁଁ ତ କହିଦେବି ମୋର ଇଣ୍ଡିଆନ ଜିଓଗ୍ରାଫି କ୍ଲାସେସରେ, ସେଟା ଟିକେ କରିଦେବେ ସେଠି। ଆଉ ଗ୍ଲେସିୟର ଲେକ୍ ଆଉଟବର୍ସ ଫ୍ଲୋର କଣ ନା, ଏଇଟା ଧର ପାହାଡ ଅଛି ଏମିତି, ଏଠି ଗ୍ଲେସିୟର ସବୁ ଅଛି। ତ ଗ୍ଲେସିୟର ତରଳିବ, ସିଏ ଏଇଠି ତରଳିକି ବରଫ ପାଣି କରିବ। ତ ସେଇଟା କହୁଛନ୍ତି ଗ୍ଲେସିୟର ଲେକ୍ ଆଉଟବର୍ସ ଫ୍ଲୋର। ବା ବରଫ ଅଛି, ସେ ତରଳି ଗଲା, ସେଇ ଜାଗାରେ ଖାଲ ଅଛି ଯୋଉ, ସେଠି ପାଣି ଜମିଗଲା, ସେ ଫ୍ଲୋର ହେଇଗଲା। ତ ସରି, ସେ ଲେକ୍ ହେଇଗଲା, ସେଟା କଣ କୁହନ୍ତି? ଗ୍ଲେସିୟର ଲେକ୍। ଆଉ ଯଦି କୌଣସି କାରଣ ଇଏ ଲେକ୍ ଟା କୋଉଠି ହଉଥିବ? ସବୁବେଳେ ମନେ ରଖିବେ ପାହାଡ ଉପରେ। ଆମର ଯୋଉ ଲେକ୍ ଗୁରା ଜେନେରାଲି ସମତଳ ଏରିଆରେ ତଳେ ହୁଏ, ବଟ ଏଇ ଲେକ୍ ଟା ପାହାଡ ଉପରେ। ଯଦି ତାର ବାଉଣ୍ଡରୀ ଭାଙ୍ଗିଲା, ତଳ ଏରିଆ ଧୋଇଯିବେ, ସେଟା କହିବା ଫ୍ଲଡ, ଆଉଟବ୍ରଷ୍ଟ ହେଇଗଲା ତା ମାନେ। ତ ଏଇଟା ଦି ଆଡୁ ହେଇପାରିବ। କଣ
ନା ଏଇଟା ଧର ଗୋଟେ ଅଛି ଆମର ଲେକ୍, ଯଦି ୟାର ବାଉଣ୍ଡ୍ରିଟା ଭାଙ୍ଗିଗଲା ହେଇପାରିବ, ୟା ଫିର୍ ଏଠୁ ଯଦି ଗ୍ଲେସିୟର ଉପରେ ଅଛି ଏଠିକି କଣ୍ଟିନ୍ୟୁଅସ୍ ପାଣି ଆସୁଛି, ଯଦି ପାଣି ଅଧିକା ହେଇଗଲା ତାହେଲେ ଇଏ ଓଭରଫ୍ଲୋ ହେଇକି ବନ୍ୟା ଭଳିଆ ହେଇକିରି ଆର କାନ୍ଥ ଭାଙ୍ଗିଦବ। ତ ଦି ପ୍ରକାର ହେଇପାରେ ସେଇଟା, ତ ସେଇଟା ଜାଣିଲେ ଏଇଟା ହେଇଗଲା ସେଇଠି ମ୍ୟାପଟା। ଏଇଠି ଆମର ଜାଣିଛନ୍ତି କାରାକୋରମ, ଆକୁ କହୁଛନ୍ତି ଟ୍ରାନ୍ସ ହିମାଳୟ, ଆଉ ମେନ୍ ହିମାଳୟଟା ଏଠି ଯାଇଛି। ଓକେ, ଏମିତି ବିଭିନ୍ନ ରେଞ୍ଜ ଅଛି। ତ ଜାସ୍କାର ଏଇଠି ପାଟାର ଜାସ୍କାର, ଏଇଟା ପୀର ପଞ୍ଜାଲ, ଏମିତି ସବୁ ଅଛି। ଏଟାକୁ ଆମେ ଭଲସେ କରିବା, ଏଥିପାଇଁ ଏବେ ଓରିଡ୍ ହୁଅନ୍ତୁନି। ତାପରେ ଆସିଲା ବାୟୋସ୍ଫିୟର ରିଜର୍ଭ ଇନ୍ ଇଣ୍ଡିଆ। ଇଣ୍ଡିଆରେ କେତେଟା ବାୟୋସ୍ଫିୟର ରିଜର୍ଭ ଅଛନ୍ତି? 18ଟା ଅଛି। ନ୍ୟୁଜରେ ଥିଲା, ପୂର୍ବ ନ୍ୟୁଜରେ କହିଛି, ମନେ ପକାନ୍ତୁ। 18ଟାରୁ ଆମର 13ଟା, ଆମର 18ଟା ବାୟୋସ୍ଫିୟର ରିଜର୍ଭ, 13ଟା ୟୁନେସ୍କୋ, ୟୁନେସ୍କୋର ମ୍ୟାନ୍ ଆଣ୍ଡ ବାୟୋସ୍ଫିୟର ପ୍ରୋଗ୍ରାମ ଯୋଉଟା ତା ଅଣ୍ଡରରେ ଯାଉଛି। ଲାଟେଷ୍ଟ ଆଡିସନ କୋଉଟା? ଏଇ କୋଲ୍ଡ ଡେଜର୍ଟଟାକୁ ଆମର ଯୋଉ ୟୁନେସ୍କୋ ଅଣ୍ଡରକୁ ସେଟା ନିଆଗଲା। ତ ୟୁନେସ୍କୋ ଅଣ୍ଡରକୁ ଯେତେ ଯିବ ଆମର ସେଣ୍ଟ୍ରାଲ ଫଣ୍ଡିଙ୍ଗ ସବୁ ବାହାର କଣ୍ଟ୍ରି ସେଇଟା ଆସିପାରିବ। ତ ଏଇଟାକୁ ମନେ ରଖିବା। ଆଉ ଆମର ଓଡିଶାରେ ଗୋଟେ ଶିମିଳିପାଳ ଅଛି ହେଲା। ତ ଏସବୁ ଟିକେ ଦେଖିଦେବେ। ନର୍ଥ ଇଷ୍ଟରେ ଦେଖନ୍ତୁ ମାତ୍ର 1 2 3 4, ଆସାମରେ ନର୍ଥ ଇଷ୍ଟରେ 2ଟା ଅଛି, ଆଉ ନକ୍ରେକ୍ ଆସାମରେ ଅଛି, ଏ ଯୋଉ ମେଘାଳୟରେ, ଆଉ ଦେହାଙ୍ଗ ଦିବାଙ୍ଗ ଅରୁଣାଚଳ ପ୍ରଦେଶ। ତ 4ଟା ଏଠି ରହିଲା। ସିକିମରେ ଗୋଟେ, ୱେଷ୍ଟ ବେଙ୍ଗଲରେ ଗୋଟେ, ସୁନ୍ଦରବନ, ଆଉ ଏଇ ବେଲ୍ଟରେ ଆମର ଓଡିଶାକୁ ଲାଗିକି ଯୋଉ ବେଲ୍ଟଟା ସେଠି 4ଟା ଅଛି ସେଣ୍ଟ୍ରାଲ ଇଣ୍ଡିଆରେ। ଗ୍ରେଟ୍ କଚ୍, ପଞ୍ଚମାରୀ, ଆଉ ଏଠି ରହିଲା ଅଚାନକମାର, ଅମରକଣ୍ଟକ ବାୟୋସ୍ଫିୟର ରିଜର୍ଭ। ତ ଇଏ ଗୋଟେ ଗଲା, ଆଉ ଇଏ 4ଟା, ଆଉ ଏଠି ମହାରାଷ୍ଟ୍ରରେ ନାହିଁ, ଆଉ ତେଲେଙ୍ଗାନାରେ ନାହିଁ। ଏରା ସବୁ ଟିକେ ମନେ ରଖିଦେବେ। ଓକେ, ଏମିତି ଟିକେ ମ୍ୟାପ୍ ୱାର୍କ କଲେ ସବୁ ମନେ ରହିଯିବ। ନନ୍ଦା ଦେବୀ ଉତ୍ତରାଖଣ୍ଡରେ, ଆଉ ଏଠି ମିଡିଲ ପୋର୍ସନରେ ଜମା ନାହିଁ। ଦେନ୍ ଏଭରେଷ୍ଟ ନାଁଟା ଦେଖନ୍ତୁ, ଭଲ ଲାଗୁଛି। ଏଭରେଷ୍ଟ କଣ ହେଇଥିବ ଭାବୁଛନ୍ତି? ଏଇଟା ଗୋଟେ ମିଥେନ୍ ଇଞ୍ଜିନ୍। ବାଙ୍ଗାଲୋର ବେସ୍ଡ ଗୋଟେ କମ୍ପାନୀ ପ୍ରଡ୍ୟୁସ କରୁଛି, ଫାଷ୍ଟ ପ୍ରାଇଭେଟ କମ୍ପାନୀ ପ୍ରଡ୍ୟୁସ ମିଥେନ୍ ଇଞ୍ଜିନ୍, ତା ନାଁ ଦିଆଯାଇଛି ଏଭରେଷ୍ଟ। ଯେମିତି ପ୍ରାଇଭେଟ ସ୍ପେସ ଯୋଉ ବିକ୍ରମ କରାହେଇଥିଲା, ପ୍ରାଇଭେଟ ସ୍ପେସ ଲଞ୍ଚ ଭେହିକଲ ବିକ୍ରମ, ତ ସେମିତି ଏଇଟା ପ୍ରାଇଭେଟ ଇଞ୍ଜିନ୍ ଗୋଟେ ଗାଡିର ତିଆରି ହେଇଛି ଯେ ମିଥେନ୍ ୟୁଜ କରିବ। ତ ଏଇଟା ଜାଣିଲେ। ଦେନ୍ ଆମର କିଛିଟା ବ୍ରିଜ ଆଉ ଟନେଲ ନ୍ୟୁଜରେ ଥିଲା, ମାନେ ଗୋଟେ ଥିଲା, ସେଥିପାଇଁ ରିଭ୍ୟୁ କରିଛନ୍ତି। ଆମର କୋଉ ସବୁ ବ୍ରିଜ ଆଉ ଟନେଲ କରାହେଇଥିଲା, ତାଙ୍କର ଖାସିୟତ କଣ, ଏଟା ମ୍ୟାଚ୍ କରି ପକେଇ ଦେଇପାରେ। ଚେନାବ ରେଲ ବ୍ରିଜ 2025ରେ ହେଇଛି। ଏଇଟା ଉଧମପୁର, ଶ୍ରୀନଗର, ବରମୁଳା ରେଲ ଲିଙ୍କ। ଚେନାବ ବ୍ରିଜ ଖାଲି ଏମିତି ପକେଇଦବ, ଚେନାବ ବ୍ରିଜ କଣ ଖାସିୟତ। ପ୍ରଥମେ କହିବି ଏଇଟା ଗୋଟେ ରେଲୱେ ବ୍ରିଜ, ଉଧମପୁର, ଶ୍ରୀନଗର, ବାରମୁଳାରେ ହଉଛି। ଏଇଟା ହାଏଷ୍ଟ, ୱାର୍ଲଡର ହାଏଷ୍ଟ ରେଲୱେ ଆର୍କ ବ୍ରିଜ। ଆର୍କ ବ୍ରିଜ ମାନେ କଣ? ନା ଏମିତି ତା ସପୋର୍ଟଟା, ଏଇଟା ହେଲା ପାହାଡ, ଏଇଟା ଗୋଟେ ପାହାଡ, ଏଇଟା ଗୋଟେ ପାହାଡ, ଇଏ ତାକୁ ଏମିତି କନେକ୍ଟ କରିଥିବ ହେଲା, କିନ୍ତୁ ତାର ସପୋର୍ଟଟା ଏମିତି ଥିବ, ଏମିତି ଏମିତି ଗାଡି ଟ୍ରେନଟା ଏଠି ଯିବ, ସପୋର୍ଟଟା ଏମିତି। ଏଇଟା ହେଲା ଆର୍କ ବ୍ରିଜ, ୱାର୍ଲଡର ହାଏଷ୍ଟ ହେଲା 359 ମିଟର ଉପରେ। ଦେନ୍ ଅଞ୍ଜିଖାଡ ବ୍ରିଜ, ଏଇଟା ବି ନ୍ୟୁଜରେ ଥିଲା। ଅଞ୍ଜିଖାଦ ନ୍ୟୁଜ, ଏଇଟା କୋଉଠି? ସେଇ ପାର୍ଟ ଅଫ ଏଇ ଯୋଉ ରୋଡରେ ଯାଇଛି ରେଲୱେ ଲାଇନ ଟା ପଡିଛି, ଏଇଟା ତାର ହିଁ ପାର୍ଟ ଗୋଟେ। ଆଉ ଇଣ୍ଡିଆର ଫାଷ୍ଟ କେବୁଲ ଷ୍ଟାଇଲ ରେଲୱେ ବ୍ରିଜ। କେବୁଲ ଷ୍ଟାଇଲ ବ୍ରିଜ କଣ? ଆମର କେବୁଲ ଷ୍ଟାଇଲ ଦି ପ୍ରକାର ହେଇପାରେ। ଦେଖ, ଏଇଟା ଗୋଟେ ଧର ଆମେ ବ୍ରିଜ କରୁଛେ, ଏଇଟା ଗୋଟେ ପାହାଡ ଅଛି, ଏଇଟା ଗୋଟେ ପାହାଡ ଅଛି, ବା ଯୋଉଠି ଗୋଟେ ବ୍ରିଜ ଆମେ ଏମିତି କରିବାକୁ ଚାହୁଁଛେ, ଆର୍କ ଟାଇପ ର ଉପରେ ଦେଖିଲେ କରିପାରେ। ତ ସେମିତି ନହେଲେ ଏଠି ଗୋଟେ ଏମିତି ଉଚ୍ଚା ଉଠେଇଦବା, ଏମିତି ଗୋଟେ ଉଠେଇଦବା, ତ ଇଏ କେବୁଲ ୱେରେ ଆକୁ କନେକ୍ଟ କରିବେ, ସବୁ ବ୍ରିଜ କୁ ଧରି ରଖିବେ, ଇଏ ଏପଟରୁ ଧରି ରଖିବେ, ଏମିତି ଏମିତି ହେଇପାରେ। ୟା ଫିର ଆଉ ଗୋଟେ କରିପାରିବା କେମିତି, ଏମିତି ପାହାଡ ଅଛି, ମଝିରେ ଗୋଟେ ଏମିତି ଉପରକୁ କରିଦବା, କାନ୍ଥ ଭଳିଆ ଉଠେଇଦବା ଦି ସାଇଡ ରୋଡ ର, ସିଏ ଏମିତି ଦି ସାଇଡ କୁ ହୋଲ୍ଡ କରିବେ। ଏଇଟା ହେଇଗଲା କଣ? କେବୁଲ ଷ୍ଟାଇଲ ବ୍ରିଜ। ତ ଏଇଟା କୋଉଠି? ଅଞ୍ଜିଖାଡ ବ୍ରିଜ। ତ ଏଇଟା ମନେ ରଖିବେ। ନ୍ୟୁ ପମ୍ବନ ବ୍ରିଜ, ପମ୍ବନ ଆଇଲାଣ୍ଡ ଟା କୋଉଠି ଅଛି? ଆମେ ଜାଣିଛେ ଆମର ତାମିଲନାଡୁରେ ଅଛି। ତ ଇଣ୍ଡିଆର ଫାଷ୍ଟ ଭର୍ଟିକାଲ ଲିଫ୍ଟ ରେଲୱେ ସି ବ୍ରିଜ। ଭର୍ଟିକାଲ ଲିଫ୍ଟ ରେଲୱେ ସି ବ୍ରିଜ କାହିଁକି ନା ଏମିତି ଡିସକନେକ୍ଟ ହେଇଯିବ, ଏଇଟା କନେକ୍ଟ ହେଲା ମଝିରୁ ଏମିତି ଉଠିଯିବ, ଏଇଟା ଏମିତି ଉଠିଯିବ, ତ ଡିସକନେକ୍ଟ ହେଇଯାଇପାରେ। ତ ଏଇଟା ମନେ ରଖିବେ, ନ୍ୟୁ ପମ୍ବନ ବ୍ରିଜ ତାକୁ କହୁଛନ୍ତି। ଆଉ ସୋନାମାର୍ଗ ଜେ ମୋର ଟର୍ନେଲ, ଏଇଟା ବି ବହୁତ ନ୍ୟୁଜ ଥିଲା। ସୋନାମାର୍ଗ ଅପେକ୍ଷା ଜେ ମୋର ଟନେଲ କୁ ଏଟାକୁ ବହୁତ ପ୍ରାସ ହେଇଥିଲା ନ୍ୟୁଜ। ଦ ପ୍ରୋଜେକ୍ଟ ଏକ୍ସଟେଣ୍ଡ 12 କିଲୋମିଟର, ଟନେଲ ଟା ହଉଥିଲା ହିଁ। ଆଉ ଅଲ୍ ୱେଦର ରୋଡ ପାଇଁ ବିଟୱିନ୍ ଶ୍ରୀନଗରକୁ ସୋନାମାର୍ଗକୁ କନେକ୍ଟ କରୁଥିଲା ବୋଲି ଏଇଟା ହେଇଛି। ତାପରେ ସୁଦର୍ଶନ ସେତୁ 2024ର ନ୍ୟୁଜ, ଯୋଉଥିରେ କେବୁଲ ଷ୍ଟାଇଲ ସେମିତି ଉଖା ମେନଲାଣ୍ଡ ଟୁ ବେଇଟ ଦ୍ୱାରକା ଗୁଜୁରାଟରେ ହେଇଛି। ଅଟଳ ଟନେଲ, ଏଇଟା ତ ସେତେବେଳେ ବହୁତ ନ୍ୟୁଜରେ ଥିଲା। ରୋହତାଙ୍ଗ ପାସ୍ ଅଲ୍ ୱେଦର କନେକ୍ଟିଭିଟି ଦେବା ପାଇଁ ଲାହୁଲ ସିପ୍ଟିକୁ ଏଇଟା କରାହେଇଛି। ୱାର୍ଲଡର ଲଙ୍ଗେଷ୍ଟ ରେଲୱେ ଟନେଲ ଏଭବ 10,000 ଫିଟରୁ, ତ ଏମିତିଆ ସବୁ ପଡିଯାଉଛି। ହାଇୱେ ଟନେଲ, ଲଙ୍ଗେଷ୍ଟ ହାଇୱେ ଟନେଲ, ଏଇଟାରେ
କ'ଣ ପାଇଁ? ଏଇଟା ହେଉଛି ରୋଡ଼, ସେଗୁଡ଼ା ସବୁ ରେଲୱେ ଥିଲା, ଏଇଟା ରୋଡ଼। ଏଇଟା ଦେଖନ୍ତୁ। ତାପରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଚେନ୍ନାନୀ ନାହାସାରୀ ଟନେଲ, ଏଇଟା କରାହେଉଛି ଉଦାମପୁର ରାମବନ ବାଇପାସ୍, ଏଇଟା ଇମ୍ପୋର୍ଟାଣ୍ଟ ନାହିଁ। ତାପରେ ମେଟ୍ରୋ ଅର୍ବାନ୍ ଟ୍ରାନ୍ସପୋର୍ଟ ରିଗାର୍ଡିଂ କ'ଣ? ଆମର ରାପିଡ୍ ମେଟ୍ରୋ, ଆମର ମେଟ୍ରୋ ଏକ୍ସପାନସନରେ ମନେ ରଖିବ ୱାର୍ଲଡର ଆମେ ଥାର୍ଡ, ଏଇଟା ଏମିତି ମନେ ରଖନ୍ତୁ, ଏଇଟା ଏକ୍ଜାମରେ ପକେଇଦିଏ, ୱାର୍ଲଡରେ ଆମେ ଥାର୍ଡ ରହୁଛୁ ମେଟ୍ରୋରେ। ତାପରେ ଆମର ଅଣ୍ଡର ୱାଟର ମେଟ୍ରୋ ଫାଷ୍ଟ କୋଉଠି? ଏଠି ଦିଟା କନଫ୍ୟୁଜ ହୁଏ ସବୁବେଳେ। ଆମର ଅଣ୍ଡର ୱାଟର ମେଟ୍ରୋ ଆମର କୋଲକାତା, ଆଉ ୱାଟର ମେଟ୍ରୋ ମନେ ରଖିବେ କୋଚି କେରଳ ହେଲା। ତ ଏଇଟା କୋଚି ୱାଟର ମେଟ୍ରୋ, ତ ଏଇଟା ମନେ ରଖିଲେ। ଆଉ ଗ୍ଲୋବାଲ ପୋର୍ଟ ର୍ୟାଙ୍କିଙ୍ଗରେ ଆମର ଜବାହରଲାଲ ନେହେରୁ ପୋର୍ଟ 22 ରାଙ୍କରେ ଅଛି କଣ୍ଟେନର ପୋର୍ଟ ହିସାବରେ। ଓକେ, ଏଇଟା ଆମର ଏଫିସିଏନ୍ସି ଶୋ କରୁଛି, ଏଇଟା ମନେ ରଖିଥିବେ ଜବାହରଲାଲ ନେହେରୁ ପୋର୍ଟ ଇଣ୍ଡିଆରେ ଫାଷ୍ଟ ହେଇଛି ବୋଲି କଣ୍ଟେନର ପୋର୍ଟ, କଣ୍ଟେନର ହ୍ୟାଣ୍ଡେଲ କରିବାରେ ହେଲା। ତାପରେ ଏଇଟା ଗୋଟେ ଆୱାର୍ଡ ଅଛି ଦୀପକ ଧର ହେଲା, ଆୱାର୍ଡ ଦାଇରାକ ଆୱାର୍ଡ ଦିଆଯାଇଛି ତାଙ୍କୁ, ଦାଇରାକ ମେଡାଲ, ଫିଜିସିଷ୍ଟ ଦାଇରାକ ମେଡାଲ ପ୍ରେଷ୍ଟିଜିୟସ୍ ଥାଏ, ତ ସେଇଟାକୁ ଆମକୁ ଜାଣିବାର ଅଛି। ଦାଇରାକ ମେଡାଲ କିଏ? ଫିଜିସିଷ୍ଟ ଦୀପକ ଧର। ସୁପ୍ରିମକୋର୍ଟ ଡାଇରେକ୍ଟର 19 ଷ୍ଟେଟ୍ ୟୁନିୟନ ଟେରିଟୋରୀ ଟୁ ହାଭ୍ ନଟ୍ ଏ ଡନ୍ ସୋ, ସେ ତାକୁ କରିବା ପାଇଁ ନୋଟିଫାଏବୁଲ ଡିଜିଜ କ୍ୟାନ୍ସରକୁ କରିବା ପାଇଁ ନୋଟିଫାଏ କର ହେଲା। ନୋଟିଫାଏବୁଲ ଡିଜିଜ ମାନେ ଦେଖ, ନୋଟିଫାଏବୁଲ ଡିଜିଜ ଆର୍ ଦୋଜ ଲିଗାଲି ମ୍ୟାଣ୍ଡେଟେଡ୍ ଟୁ ବି ରିପୋର୍ଟେଡ୍ ଟୁ ପବ୍ଲିକ ହେଲ୍ଥ ଅଥରିଟିଜ ଅଣ୍ଡର ଲ ଲାଇକ୍ ଏପିଡେମିକ୍ ଡିଜିଜେସ ଆକ୍ଟ 1897। ଏପିଡେମିକ୍ ଡିଜିଜ ଆକ୍ଟ ଅଣ୍ଡରରେ ପବ୍ଲିକ ଇଏକୁ ଏଇଟା ସବୁ ତଳେ ଯେତେକ ୱାର୍କର ଅଛନ୍ତି ସେ ଉପରକୁ ଏଟାକୁ ରିପୋର୍ଟ କରିବେ ହେଲା, କ'ଣ ଷ୍ଟାଟସ୍ କ'ଣ, ତା ଉପରେ କଣ୍ଟିନ୍ୟୁଅସ୍ ମନିଟରିଂ ହବ। ତ ସେଭଳିଆ କ୍ୟାନ୍ସରକୁ ବି ନୋମିନେଟ୍ କରିବା ପାଇଁ, ନୋଟିଫାଏ କରିବା ପାଇଁ ସେଣ୍ଟ୍ରାଲ ଯେଉଁ ସୁପ୍ରିମକୋର୍ଟ କହିଛି। ତ ଏଇ ଷ୍ଟେଟଟା ବହୁତ ସାରା ଡିଜିଜ ଆ ଭିତରେ ରଖା ହେଇଛି, ଆଉ କୋଉ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କରେ, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ କିଛି କିଛି ନିଜ ନିଜ ଡିଷ୍ଟ୍ରିକ୍ଟ ୱାଇଜ ନିଜ ନିଜ ଷ୍ଟେଟ୍ ୱାଇଜ ଆଡ୍ କରିପାରିବେ ହେଲା। ତ ଟିକେ ଭାରି ବି କରେ, ଏଇଟା ମନେ ରଖିବେ। ତ ଏଥିରେ ଟିବି, ଡେଙ୍ଗୁ, ମ୍ୟାଲେରିଆ, କୋଲେରା, ହେପାଟାଇଟିସ୍, ମିଜେଲ୍ସ, ଲେପ୍ରୋସିରୋସିସ୍, ପୋଲିଓ ଏଗୁରା ସବୁ କ'ଣ ସମସ୍ତଙ୍କ ପାଇଁ ସମାନ। ଆଉ କୋଭିଡ-19 ୟୁନିଭର୍ସାଲି ଡିକ୍ଲେୟାର୍ଡ ପାଣ୍ଡେମିକ ବେଳେ କୋଭିଡ-19 ସବୁ ଜାଗାରେ ହେଲା। ଆଉ ଏଇଠି ମନେ ରଖିବେ ଲାଟେଷ୍ଟ 24ରେ ସ୍ନେକ୍ ବାଇଟ୍କୁ ଇନକ୍ଲୁଡ କରାଯାଇଛି, ଆଉ 2025ରେ ହ୍ୟୁମାନ ରେବିଜ୍କୁ ଇନକ୍ଲୁଡ କରାଯାଇଥିଲା। ଏବେ କ୍ୟାନ୍ସର ପାଇଁ ସୁପ୍ରିମକୋର୍ଟ କହିଛି, ତ ସ୍ନେକ୍ ବାଇଟ୍, ହ୍ୟୁମାନ ରେବିଜ୍ ବି ମନେ ରଖିବେ, ଏଇଟା ସବୁ ୟୁନିଭର୍ସାଲ। ଦେନ୍ 14 ତାରିଖକୁ ଆସିବା, ସେମିକଣ୍ଡକ୍ଟର ଆଉ ଏଆଇ ରିଭଲ୍ୟୁସନ ପାଇଁ ନ୍ୟୁଜ ଥିଲା, ଆମେ ତ ତା ରିଗାର୍ଡିଂ ପଢିଥିଲେ ଏଆଇ ରିଭଲ୍ୟୁସନ ରିଗାର୍ଡିଂ। ତ ସେମିକନ୍ 1 ଥିଲା, ଏଇଟା ମୁଁ ପୂର୍ବର ନ୍ୟୁଜରେ କଭର କରିଥିଲି, 76,000 crore ଥିଲା, ଏବେ ତାକୁ ରିପ୍ଲେସ୍ କରାଯାଇଛି ସେମିକନ୍ 2ରେ, ତାର ସେକେଣ୍ଡ ଭର୍ସନ। ଏଇଟା ମନେ ରଖିବେ 76,000 crore 127,500 crore। ତ ଏଇଟାକୁ ମନେ ରଖିଦବ, ସେମିକନ୍ 2 ଅଣାଯାଇଛି। ତାପରେ ତାର 6ଟା ପିଲାର ଅଛି, ତ ଚିପ୍ ଡିଜାଇନ, ସେମିକଣ୍ଡକ୍ଟର ଇକ୍ୟୁପମେଣ୍ଟ ଆଣ୍ଡ ମ୍ୟାଟେରିଆଲ, ଫାବ୍ରିକେସନ ଫାସିଲିଟିଜ, ତ ଆଡଭାନ୍ସ ପ୍ୟାକେଜିଂ, ତ ଏସବୁ ରିଗାର୍ଡିଂ ଅଛି। ତାପରେ ଷ୍ଟାନଫୋର୍ଡ ଗ୍ଲୋବାଲ ଏଆଇ ଭାଇବ୍ରାନ୍ସି ରିପୋର୍ଟ, ଏଇଟା ସେଇଟା ଗଲା କ'ଣ ସେମିକଣ୍ଡକ୍ଟର, ଏଇଟା ତାପରେ ଆସିଲା ଏଆଇ। ତ ଷ୍ଟାନଫୋର୍ଡ ଗ୍ଲୋବାଲ ଏଆଇ ରିପୋର୍ଟ ଅନୁସାରେ ର୍ୟାଙ୍କ ଇଣ୍ଡିଆକୁ ଥାର୍ଡ, ତ ଏମିତିଆ ନ୍ୟୁଜ ତ ପଢ଼େ ଜାଣିଛ, ତ ଥାର୍ଡ ଗ୍ଲୋବାଲି କରାହେଇଛି ଏଆଇ କମ୍ପିଟିଟିଭନେସ୍ ଇକୋସିଷ୍ଟମ ଭାଇବ୍ରାନ୍ସିରେ। ଷ୍ଟାନଫୋର୍ଡ ଏଆଇ ଭାଇବ୍ରାନ୍ସି ରିପୋର୍ଟରେ ଇଣ୍ଡିଆକୁ ଥାର୍ଡ କରାଯାଇଛି, ମନେ ରଖନ୍ତୁ। ତ 2025ରେ ଇଣ୍ଡିଆ ହାଜ୍ ଦ ସେକେଣ୍ଡ ଲାର୍ଜେଷ୍ଟ କଣ୍ଟ୍ରିବ୍ୟୁଟର ଟୁ ଗିଟ୍ ହବ୍ ଏଆଇ ପ୍ରୋଜେକ୍ଟ। ଗିଟ୍ ହବ୍ ଏଆଇ ପ୍ରୋଜେକ୍ଟ ଇଣ୍ଡିଆ ସେକେଣ୍ଡ ଲାର୍ଜେଷ୍ଟ କଣ୍ଟ୍ରିବ୍ୟୁଟର। ତାପରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ 2026ରେ ଆମର ଦିଲ୍ଲୀରେ ହେଇଥିଲା, ପାର୍ଟିସିପେଣ୍ଟ ଆସିଥିଲେ ସବୁ, ଏଇଟା ଜାଣିଥିଲେ 92 କଣ୍ଟ୍ରିରୁ। ଆଉ ଇଣ୍ଡିଆ ଜଏଣ୍ଟ ପ୍ୟାକ୍ ସିଲିକା, ପ୍ୟାକ୍ ସିଲିକା କାହାର? ୟୁଏସ୍ ଲେଡ୍ ଗୋଟେ ମାନେ କୋଆଲିସନ୍, ଯୋଉଥିରେ କି ଅଦର କଣ୍ଟ୍ରି ତ ଷ୍ଟ୍ରେନ୍ଥେନ୍ ଗ୍ଲୋବାଲ ସପ୍ଲାଇ ଚେନ୍କୁ କେମିତି ଆମକୁ ଜିନିଷ ଭଲରେ ମିଳିପାରିବ, ଇଏ ହବନି, ତ ସେ ସବୁ ରିଗାର୍ଡିଂ ଦିସ୍ କମ୍ପ୍ଲିମେଣ୍ଟସ୍ ଇଣ୍ଡିଆସ୍ ଡୋମେଷ୍ଟିକ୍ ଇଏ ଉପରେ। ତ ଇଣ୍ଡିଆ ଏଆଇ ମିଶନ ଅଛି, ଇଣ୍ଡିଆ ଏଆଇ ମିଶନ ଇଣ୍ଡିଆ ଲଞ୍ଚ କରିଛି, କ୍ୱାଣ୍ଟମ୍ ମିଶନ। ମୁଁ ଏସବୁ ଜିନିଷକୁ ମନେ ରଖିବାକୁ କହୁଛି, ଯେତେବେଳେ ବି ଏଆଇ ରିଗାର୍ଡିଂ କହୁଛି ଏସବୁ ମିଶନ ଗୁଡାକୁ କହୁଛି, ଇଣ୍ଡିଆ ଏଆଇ ମିଶନ, କ୍ୱାଣ୍ଟମ୍ ମିଶନ, ହାଇଡ୍ରୋଜେନ୍ ମିଶନ, ସେମିକଣ୍ଡକ୍ଟର ମିଶନ, ତ ସେଇଟା ଟିକେ ମନେ ରଖିବେ। ତାପରେ ଡିଫେନ୍ସର ନ୍ୟୁଜ ଯାହା ବି ଆସୁଛି କହୁଛି, ଆଇଏନ୍ଏସ୍ ସୁଦର୍ଶିନୀ ରିଚେସ୍ ପର୍ତ୍ତୁଗାଲ୍ସ ଆଜୋର୍ସ ଡ୍ୟୁରିଂ ଲୋକୟାନ 2026 ଭଏସ୍। ଲୋକୟାନ ମୁଁ କହିଥିଲି, ଏଇଟା ଆମର ୱାର୍ଲଡକୁ ସର୍କ୍ୟୁମେଣ୍ଟ କରୁଛି ଲୋକୟାନ 2026 ଭଏସ୍ ଆଇଏନ୍ଏସ୍ ସୁଦର୍ଶିନୀରେ। ଏଇଟା ପୁରା ପୃଥିବୀରେ ରାଉଣ୍ଡ ଲଗାଉଛନ୍ତି ସବୁ ସମୁଦ୍ରକୁ କ୍ରସ୍ କରିକିରି। ପୋର୍ଟ ଅଫ୍ କ'ଣ
पोर्ट ऑफ पोंटा डेलगाडा आजोर्स। तो एटा जदि पड़िला कोउठी अछि, एटा कोउठी अछि, पोर्तुगाल्स अछि ହେଲା आजोर्स। The part of ongoing local 2026 voyage, successful completion of a challenging 19-day trans-oceanic passage across Atlantic Ocean from Boston, USA। ତ ଆମର ଯୋଉ ଏମିତି ଅଛି ୟୁଏସଏ ରୁ ଆଉ ଆମର ୟୁରୋପ ଏଇଠି ଅଛି, ତ ବୋଷ୍ଟନ ୟୁରୋପ ଆଟଲାଣ୍ଟିକ ଓସନ ଦେଇକି ସେ ଯାଇଛନ୍ତି, ତ ସେଇଟା ଗଲା। ଚାମୋଲି ଟନେଲ କୋଲାପ୍ସ ଇନସିଡେଣ୍ଟ, ଚାମୋଲି ଟନେଲରେ ପୁଣି କୋଲାପ୍ସ ହେଇଯାଇଛି, ସେଠି ବହୁତ ଲୋକ ମରିଛନ୍ତି। ଇଣ୍ଡିଆ ସେଣ୍ଡସ୍ ରିଲିଫ ସପ୍ଲାଏ ଟୁ ଆର୍ଥକ୍ୱେକ୍ ହିଟ୍ କଲମ୍ବିଆ। ତ କଲମ୍ବିଆରେ ଆର୍ଥକ୍ୱେକ୍ ହେଇଛି, ଏଟାକୁ ମନେ ରଖିବେ ଡବଲ ଆର୍ଥକ୍ୱେକ୍ କହୁଛନ୍ତି। ମାନେ ସେଠି ବହୁତ କମ ଟାଇମରେ ଦିଟା ଆର୍ଥକ୍ୱେକ୍ ହେଲା। ଆମେ ଦେଖିଥିଲେ ଭେନେଜୁଏଲାରେ ହେଲା, ତା ମଝିରେ ଅଲଗା ଛୋଟ ଛୋଟ ଜାଗାରେ ହେଇକିରି ପୁଣି କଲମ୍ବିଆରେ ହେଲାଣି। ତ କାହିଁକି ନା ସେଇଠି ଟ୍ରାନ୍ସଫର୍ମ ବାଉଣ୍ଡ୍ରି ଅଛି। ଟ୍ରାନ୍ସଫର୍ମ ବାଉଣ୍ଡ୍ରି ମାନେ ଗୋଟେ ଏମିତି ବାଉଣ୍ଡ୍ରି ଇଏ ଆଡକୁ ଯାଉଥିବ, ଇଏ ଆଡକୁ ଯାଉଥିବ ହେଲା। ଯଦି ନିଜ ନିଜ ଆଡକୁ ଗଲେ କନଭରଜେନ୍ସ, ଅଲଗା ଅଲଗା ୱେରେ ହେଲେ ଡାଇଭରଜେନ୍ସ, ଆଉ ଇଏ ଆଡକୁ ହେଲେ ତାକୁ କହନ୍ତି ଟ୍ରାନ୍ସଫର୍ମ ବାଉଣ୍ଡ୍ରି। ତ ଟ୍ରାନ୍ସଫର୍ମ ବାଉଣ୍ଡ୍ରି ରିଗାର୍ଡିଂ ଏଇଟା ହେଇଛି। ତ ସେଠି ଏଇଟା ପ୍ରୋବ୍ଲେମ ହେଇଯାଇଛି। ଆମର ସବୁଠୁ ହାଏଷ୍ଟ ମାଉଣ୍ଟେନ ସେ ଯୋଉ ଆର୍ଥକ୍ୱେକ୍ ସେଇଠି ଅଧିକ ଡେଞ୍ଜରସ୍ ଜାଗା ହୁଏ। ତ ସ୍କ୍ୱାଡ୍ରନ୍ ଲିଡର, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ନ୍ୟୁଜ୍, ଏଇଟା ଡିଫେନ୍ସର ନ୍ୟୁଜ୍। ସ୍କ୍ୱାଡ୍ରନ୍ ଲିଡର ଭାବନା କନ୍ତ becomes IF's first woman officer to qualify as a fighter combat leader। फाइटर कम्बाट लीडर माने जो हमर फाइट करिवे जाइकरी आर्मी माने हमर अलगा अपन युद्धरे एंगेज हेबार से लीडर भाबे ହେଇଛନ୍ତି। ତାଙ୍କର ବହୁତ କ୍ୱାଲିଫାଏ କରିବାର ଷ୍ଟେଜେସ୍ ଥାଏ, ସେ ତାକୁ ଷ୍ଟେଜକୁ କ୍ଲିୟର କରିଛନ୍ତି। ଫାଷ୍ଟ ଓମେନ୍ ଭାବେ ଭାବନା କନ୍ତ। ଏଇଟା ୱାନ୍ ଅଫ୍ ଦ ଇମ୍ପୋର୍ଟାଣ୍ଟ ନ୍ୟୁଜ୍। ବହୁତ ଏକ୍ଜାମରେ ଏସଏସସି, ଓଏସଏସସି, ୟୁପିଏସସି ସବୁଥିରେ ପକେଇ ପାରିବ, ଏଇଟା ମନେ ରଖି। ସ୍କ୍ୱାଡ୍ରନ୍ ଲିଡର ହେଲା ଭାବନା କନ୍ତ। India welcomes Kenya's decision to recognize portion of Indian origin as indigenous community। तो indigenous community भाबे इंडियार कोउ कंट्री रिकॉग्नाइज कला, से केनिया आफ्रिकार अछि। एटा मन रखियो, एटा गोटा भल न्यूज। एमितिया न्यूज टिके फेवरेट थाए, इंटरनेशनल रिलेशन रे आसे, मन रखिबे। गरुड़, गरुड़ कोन? गरुड़ ହେଲା आत्मनिर्भर भारत भाबे हाई रिजोल्यूशन बाइनोकुलर फॉर सिविल मार्केट। सिविल मार्केट हाई रिजोल्यूशन बाइनोकुलर कहउछन को गरुड़ ହେଲା। रोमानिया बिगिन शटडाउन ऑफ सेकेंड कर्नाभोड़ा न्यूक्लियर रिएक्टर एमिड सिवियर ड्रॉट जोगु एटा गोटे यूनिक न्यूज। ड्रॉट जोगु से न्यूक्लियर पावर प्लांट जेते वाटर यूज हुए से ताको बंद करिया पड़लानी। सेटा किए? रोमानिया। एटा एमनी सब भलो भलो न्यूज एटा पकेई दी एग्जाम रे। रोमानिया तार न्यूक्लियर रिएक्टर बंद कला ड्यू टू ड्रॉट जोगु ହେଲା। तापरे दानुबे रिवर, तो ये रिवर टा मन रखिए, बहुत इंपोर्टेंट रिवर एटा, यूरोप रे थाए दानुबे रिवर। तो यूरोप रे आउ इंपोर्टेंट अच्छे राइन, रोन ए सब अच्छी। तो सेटा टिके रिव्यू कर दियंतु हैला। मु मोर जियोग्राफी लास्ट क्लास रे कहि देबी सुरा सब। चंडीगढ़ एंड दादरा नगर हवेली बिकम फर्स्ट यूनियन टेरिटरी टू प्रोवाइड फूड सब्सिडी टू ऑल एलिजिबल प्रधानमंत्री गरीब कल्याण अन्न योजना बेनिफिशियरी थ्रू प्रोग्राम डिजिटल रूपी टोकेन। तो ये दुटा जिन देखार अच्छी। गोटे हूँ फास्ट यूनियन टेरिटरी किए है चंडीगढ़ और दादरा नगर हवेली, ये दुटा मिसिकी देले डिजिटल रूपी आम जो सीबीडीसी अच्छी ହେଲା। ଆମର ଯୋଉ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି, ଆମର ଡିଜିଟାଲ ରୁପି ଯୋଉ କହୁଛନ୍ତି, ତମ ୱାଲେଟ ରେ ସେଟା ଶୋ କରିବ। ତମେ ଯାହାକୁ ଦେବ ତାକୁ ୱାଲେଟ ରେ, ଧର ତମେ ମନେ ରଖ, ମନେ ଅଛି ଆମେ ଉବର ରେ କିଛି ଟଙ୍କା ଆଡ କରିଦଉଛେ, ସେ ଟଙ୍କାକୁ ତମେ ଉବର ରେ ହିଁ ଖାଲି ଖର୍ଚ୍ଚ କରିପାରିବ। ସେମିତି ଇଏ ଟଙ୍କା ଯୋଉଠି ସିବିଡିସି ଏମିତିଆ କଏନ ଆକ୍ସେପ୍ଟ ହଉଥିବ ସେଠି ସେ ଖର୍ଚ୍ଚ କରିପାରିବେ ଖାଲି। ତ ସେଇଟା ଗୋଟେ ଇମ୍ପୋର୍ଟାଣ୍ଟ ନ୍ୟୁଜ ଥିଲା। ଏଇ ଖାସ କରି 14 ତାରିଖରେ ବହୁତ ଇମ୍ପୋର୍ଟାଣ୍ଟ ନ୍ୟୁଜ ସବୁ ଅଛି। 15 ତାରିଖରେ ସେମିତି ଡିଫେନ୍ସ ପ୍ରଡକ୍ସନ 2025-26 କରିକି 1,07.8 लाख क्रोर डिफेन्स प्रोडक्शन 2014 एतिକି ଥିଲା। 76-24 ଥିଲା। ଏବେ ତାକୁ डिफेन्स बजेट 7.85 लाख क्रोर बढ़ी ଯାଇଛି। ଏଇଟା ମନେ ରଖି ଦିଅନ୍ତୁ, 7.85 लाख क्रोर। ତ ଏସବୁ କିଛିଟା ନ୍ୟୁଜରେ ଥିଲା ସବୁ କୁଶ, ଏଇଟା ଏବେ ନ୍ୟୁଜରେ ଥିଲା ଇମ୍ପୋର୍ଟାଣ୍ଟ। ଲଙ୍ଗ ରେଞ୍ଜ ସରଫେସ୍ ଟୁ ଏୟାର LRSAM ସରଫେସ୍ ଟୁ ଏୟାର ମିସାଇଲ, रुद्रम टू एयर टू सरफेस मिसाइल। एटा गोटे उल्टाटा देख, रुद्रम माने एटा होची सरफेस टू एयर एमती मारिबो, ये उल्टा, ये एयर टू सरफेस। रुद्रम टू पिनाक गाइडेड रॉकेट सिस्टम, माने ये गाड़ी ऊपर सब थिबो, आदरू रॉकेट सब जीवो पिनाक। तबे LRLACM लॉन्ग रेंज
ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲ୍, ତାପରେ ସ୍କ୍ରାମଜେଟ୍ ଟେକ୍ନୋଲୋଜି ଏଇଟା ବି ଟେଷ୍ଟ କରାହେଇଛି, MIRV ମଲ୍ଟି ଇଣ୍ଡିପେଣ୍ଡେଣ୍ଟ ଟାର୍ଗେଟେବୁଲ ରି ଏଣ୍ଟ୍ରି ଭେହିକିଲ୍। ତ ଏଇ ଏତେକ ସବୁ ନୂଆ ଜିନିଷ ନ୍ୟୁଜ୍ରେ ଥିଲେ, ଏଇଟା ଟିକେ ମନେ ରଖିବେ। ତ ଏତେ ସବୁ ପରେ ଆମେ ଆସିବା ଏବେ ପେପର କ୍ଲିପିଂ, ସବୁ ପେପରରେ କ'ଣ ସବୁ ଏକ୍ସଟ୍ରା ନ୍ୟୁଜ୍ ଥିଲା। ଆମର ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ, DPDP ଆକ୍ଟ କହୁଛନ୍ତି। ଏ DPDP ଆକ୍ଟ କ'ଣ, ଆମର ଯୋଉ ଆଧାର ହେଲା କି ଆମେ ଫେସବୁକ୍ ଇନଷ୍ଟା ସବୁଥିରେ ଆମେ ଯୋଉ ଡାଟା ଦଉଛୁ ସେଇଟା କ'ଣ କହୁଛନ୍ତି, ଡିଜିଟାଲ ପର୍ସନାଲ ଡାଟା, ମୋ ଘର, ମୋ ନାଁ, ମୋ ସବୁ ଡିଟେଲ ଦଉଛୁ, ତାକୁ ପ୍ରୋଟେକ୍ସନ କେମିତି ଦିଆଯିବ ହେଲା। ତାକୁ ତ କମ୍ପାନୀ ମାନେ ନେଇକିରି ଫେସବୁକ୍ ଧର ଚାହିଁବ ତାକୁ ଖରାପ ସେ ୟୁଜ୍ କରିପାରିବ, ବଟ୍ ତାକୁ କେମିତି ତ ତାକୁ କେମିତି କରାହବ ନା ଏଇ ଆକ୍ଟ ହେଲା। ତ ସେଇଟା ଏଇ ଆକ୍ଟ ଅଣାଯାଇଛି ହେଲା। କିନ୍ତୁ ରାଇଟ୍ ଟୁ ଇନଫର୍ମେସନ ଆକ୍ଟ, ସେଥିରେ କ'ଣ କରାଯାଇଛି ନା ଇନଫର୍ମେସନ ସେୟାର କରାଯିବ, ଇନଫର୍ମେସନ ହାଇଡ୍ କରାଯିବନି। ଏଠି କୁହାହଉଛି ଇନଫର୍ମେସନ ହାଇଡ୍ କର ହେଲା, ଆମ ଇନଫର୍ମେସନ ହାଇଡ୍ କର। ତ ଏତେ ସବୁ ଭିତରେ ତ ଏଥିରେ ଆମ ପାଇଁ ଭଲ, ଏଥିରେ ଲୋକଙ୍କ ପାଇଁ ଭଲ କାହିଁ, ଏଠି ଗଭର୍ଣ୍ଣମେଣ୍ଟ ଠାରୁ କୁହାଯାଉଛି, ଏଠି ପିପୁଲଙ୍କ ପାଇଁ ଏଇଟା କୁହାଯାଇଛି। କିନ୍ତୁ ସେମ୍ ଜିନିଷ ଗଭର୍ଣ୍ଣମେଣ୍ଟ ପାଇଁ ବି ଆପ୍ଲାଏଡ୍ ଅଛି, ଗଭର୍ଣ୍ଣମେଣ୍ଟ ବି ଗୋଟେ ଏଣ୍ଟିଟି ହିସାବରେ ତା ବି ଡିଜିଟାଲ ଡାଟା ସିଏ ବି ହାଇଡ୍ କରାଯାଇପାରେ। ତ ସେଇଠି ତାଙ୍କ ଭିତରେ ଗୋଟେ କଣ୍ଟ୍ରାଡିକ୍ସନ ଅଛି। ସେଟା ମି ଡାଇଲ୍ୟୁଟ୍ ରାଇଟ୍ ଟୁ ପ୍ରୋଟେକ୍ସନ ଆକ୍ଟ ବାଇ ଏକ୍ସପାଣ୍ଡିଂ ସ୍କୋପ ପର୍ସନାଲ ଡାଟା ଏକ୍ସେମ୍ପସନ। ପର୍ସନାଲ ଡାଟା କହିକିରି ଆମେ କୋଉଠି ପ୍ରୋବ୍ଲେମ ହଉଛି ଦେଖ, ଏଇଟା ଗଭର୍ଣ୍ଣମେଣ୍ଟ ପାଖରେ ଡାଟା ଅଛି, ସିଏ କହିଲା ଯେ ଡିଜିଟାଲ ଡାଟା ପ୍ରୋଟେକ୍ସନ ପର୍ସନାଲ ଡାଟା ସେୟାର କରି ହବନି। ତ କିଛି ଲୋକଙ୍କର ଡାଟା ଆଧାର ଅଛି, ସେୟାର ହେଇକି ଅଛି, ତ ତାକୁ ଗଭର୍ଣ୍ଣମେଣ୍ଟ କିଏ ବି ଜଣେ ଚାହୁଁଛନ୍ତି କି ସେ ଡାଟା ଆମକୁ ଦିଆଯାଉ, ଗଭର୍ଣ୍ଣମେଣ୍ଟକୁ ମାଗିଲା RTI ଅଣ୍ଡରରେ, RTI ଏ ଡାଟା ୟୁଜ୍ କରିକି ଏ ଆକ୍ଟ ୟୁଜ୍ କରି କହିବ ନାହିଁ ଆମେ ଦେଇପାରିବୁନୁ, କାରଣ କିଛି ନା କିଛି କାହାକୁ ଏଟା ହାମ୍ପର ହଉଛି। ଯେମିତି ଏବେ ସୁପ୍ରିମକୋର୍ଟ ଜଜଙ୍କର ଷ୍ଟ୍ରେନ୍ଥ 34ରୁ 37 କରାହବ, ତାକୁ ମନି ବିଲ୍ ଅଣ୍ଡରରେ କରାହେଲା, କାହିଁକି ନା ତାଙ୍କ ସାଲାରୀଟା ପଇସା ୟୁଜ୍ ହଉଛି, ତ ତାକୁ ମନି ବିଲ୍। ତ ଏ ପ୍ରକାର ଆବସର୍ଡ ଜିନିଷ କରିପାରେ ଗଭର୍ଣ୍ଣମେଣ୍ଟ, ସେଥିପାଇଁ ତାକୁ ବନ୍ଦ କରାଯାଇଛି। ମାନେ ଏଇଟା ଆସିଛି ଗୋଟେ ତାଙ୍କ ଭିତରେ କଣ୍ଟ୍ରାଡିକ୍ସନ ଆସୁଛି। ତ ଏଇଟା ମନେ ରଖିବେ, କେସ୍ ପୁଟୁସ୍ୱାମୀ କେସ୍ରେ ଏଇଟା ଆସିଥିଲା, ରାଇଟ୍ ଟୁ ମାନେ ପର୍ସନାଲ ଡାଟା, ରାଇଟ୍ ଟୁ ପ୍ରାଇଭାସି ଯୋଉଟା କହୁଛନ୍ତି, ପ୍ରାଇଭାସି ବି ଆମର ଗୋଟେ ରାଇଟ୍ ବୋଲି ଆସିଥିଲା, ଏଇଟା ମନେ ରଖିଦେବେ। 2017 ଫୁଡ ସିକ୍ୟୁରିଟି ଆକ୍ଟ ଆମେଣ୍ଡମେଣ୍ଟସ୍ ଆଣ୍ଡ ଅନ୍ତ୍ୟୋଦୟ ଆନ୍ନା ଯୋଜନା। ଫୁଡ ସିକ୍ୟୁରିଟି ଆକ୍ଟ ଆମର କେବେ 2013ରେ ଆସିଛି। ତ ତା ଅଣ୍ଡରରେ ଆମର NFSA କହୁଛନ୍ତି, ଯୋଉ ରେସନିଂ ସିଷ୍ଟମ କରାଯାଇଛି। ଅନ୍ତ୍ୟୋଦୟ ଆନ୍ନା ଯୋଜନା 2020, ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ 2013, ଏଇଟା ମନେ ରଖନ୍ତୁ। ପୁଅରେଷ୍ଟ ଅଫ ପୁଅରଙ୍କୁ ଅନ୍ତ୍ୟୋଦୟ ଆନ୍ନାରେ ଦିଆହଉଛି ଅଧିକା ଟିକେ ଖାଦ୍ୟ। ତ ଏଥିରେ ରିପ୍ଲେସ୍ 35 କେଜି ଦିଆହଉଥିଲା, 7 କେଜି ପର ପର୍ସନ ଯୋଉ ଦିଆହଉଥିଲା, ତାକୁ ରିପ୍ଲେସ୍ କରିଦିଆହବ, ଏଇଟା ମୁଁ କହିଥିଲି ହେଲା। ତ ସେଇଟାକୁ ଟିକେ ଦେଖିବା ଯେବେ ଆସିବ, ଆମେଣ୍ଡମେଣ୍ଟ ଆସିବ, ପ୍ରପୋଜ କରାହେଇଛି, ସେଟା ଆସିବ ଆମେ ଦେଖିବା, ସେଟା ବି ତଥାପି ମୋ ପୂର୍ବ ଭିଡ଼ିଓରେ କରିଦେବେ। ଏଇଟା ଗୋଟେ ଥିଲା। ତାପରେ IIT ଦିଲ୍ଲୀ କନଭୋକେସନ ପ୍ରଜ୍ଞା, ପରମ ପ୍ରଜ୍ଞା ସୁପର କମ୍ପ୍ୟୁଟର ଲଞ୍ଚ କଲେ IIT ଦିଲ୍ଲୀ କନଭୋକେସନରେ, ଏଇଟା ମନେ ରଖିବେ। ପରମ ପ୍ରଜ୍ଞା AI ପାୱାର୍ଡ ହାଇୱେ ସୁପର କମ୍ପ୍ୟୁଟର IIT ସୋନିପତ କ୍ୟାମ୍ପସରେ ଏଇଟା କରିଛନ୍ତି, ଏଇଟା ଗୋଟେ ଗଲା। ଦେନ୍ ଏଇଟା ଡୁପ୍ଲିକେଟ ହେଇଯାଇଛି, ଛାଡ଼ନ୍ତୁ। ଟ୍ରମ୍ପର 15 ପଏଣ୍ଟ ଗାଜା ପାଇଁ ଯୋଉ ପ୍ଲାନ୍ ଥିଲା ଦେଇଛନ୍ତି ଟ୍ରମ୍ପ, ତାକୁ ନେତାନ୍ୟାହୁ ରିଜେକ୍ଟ କରିଦେଇଛନ୍ତି। ଗାଜା ଷ୍ଟ୍ରିପ୍ ଗୋଟେ ଛୋଟ ଜାଗା ଯାହାକୁ ନେଇକରି ପାଲେଷ୍ଟାଇନ ମାନେ ସରି ଇସ୍ରାଏଲ ଚାହୁଁଛି ସେଠିକି ଅକ୍ତିଆର କରିବା ପାଇଁ। ତ ଗୋଲାନ ହାଇଟ୍ସ, ଯୋଉ ଆମର ଗାଜା ଷ୍ଟ୍ରିପ୍, ଏରା ସବୁ ସେଇଠି ମେଡିଟେରାନିଆନ୍ ସି କୋଷ୍ଟରେ ଅଛି, ଏଇଟା ଟିକେ ଦେଖିଦେବେ। ଲାଦାଖ ଟୁ ଲିଡ୍ ଇଣ୍ଡିପେଣ୍ଡେଣ୍ଟ ଇଣ୍ଡିଆର ଫାଷ୍ଟ କାଷ୍ଟ ସେନ୍ସସ୍, ଏଇଟା କିଏ କରିବ? ଲାଦାଖ କରିବ। ଏଇଟା ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଥାଏ, ସେଥିପାଇଁ ଲାଦାଖ ଫାଷ୍ଟ କାଷ୍ଟ ସେନ୍ସସ୍ କରିବ, ଇଣ୍ଡିପେଣ୍ଡେଣ୍ଟଲି କରିବ, ସେ ହଉଛି ଲାଦାଖ। ଗଲା। ତାପରେ ଅମିତ ଶାହ ପ୍ରେସିଡେଣ୍ଟ ଅଫ କଲର ଟୁ ପୁଡୁଚେରୀ ପୋଲିସ, ପ୍ରେସିଡେଣ୍ଟ କଲର କିଏ ପାଇଲେ? ପୁଡୁଚେରୀ ପୋଲିସ ପାଇଲେ, ଏଇଟା ବି ମନେ ରଖିଦେବେ। ପ୍ରେସିଡେଣ୍ଟ କଲର ମାନେ କ'ଣ? ମାନେ ପ୍ରେଷ୍ଟିଜିୟସ୍ ସେରିମୋନିଆଲ ଡିଷ୍ଟିଂସନ awarded to military or police units for distinguished exceptional service unit level honor, ଏଟା କୁହନ୍ତି, ଏଟାକୁ ଚଣ୍ଡିଗଡ଼ ପୋଲିସକୁ ଦିଆଯାଇଛି। ଦେନ୍ ଇନଭେଜିଭ ସ୍ପେସିସ୍ spawns India's first fisherman driven removal initiative. First fisherman driven removal initiative କୋଉଠି? ଉଜ୍ଜାନୀ ରିଜର୍ଭର ଇନ୍ ମହାରାଷ୍ଟ୍ର ଇଜ ଫେସିଂ ଇକୋଲୋଜିକାଲ ଚ୍ୟାଲେଞ୍ଜ ଫର ଇନଭେସିଭ ସ୍ପେସ୍। ଦେଖ ଫିସ୍ ବି ଏଇଟା ଆମ ଇଣ୍ଡିଆର ନୁହେଁ, ଏଇଟା ବାହାରୁ ଆସିକି ଏଠି ଘର କରି ରହିକି ତାଙ୍କର
ପ୍ରୋବ୍ଲେମ ହେଲା ସେଇ ଘରେ ଆମର ଯାହାର ତାଙ୍କୁ ସେ ହଟେଇ ଦେବେ ଆସିକି ହେଲା। ତ ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି ଗୋଟେ ଅଛି, ସେ ଫିସରମ୍ୟାନ ଡ୍ରିଭେନ ଇଏ କରିକି ଏଗୁଡା ହଟେଇବା ପ୍ଲାନ୍ କରୁଛି। ତ ସେଇଟା ମନେ ରଖିଦେବେ ଓକେ। ଇନଭେଜିବଲ ଏଲିଏନ ସ୍ପେସିସ୍ କଣ, ଯୋଉମାନଙ୍କର ନେଟିଭ ସ୍ପେସିସ୍ ନୁହଁ। ନେଟିଭ ଇଣ୍ଡିଆନ କାହାକୁ କୁହନ୍ତି, ଆମ ଇଣ୍ଡିଆରେ ଘର ଯାହାର। ତ ସେ ନେଟିଭ ସ୍ପେସିସ୍ ମାନେ ସେ ଗୋଟେ ଯୋଉଠି ରହୁଛନ୍ତି ସେଟା ଯଦି ବିଲଙ୍ଗ କରୁଛନ୍ତି ସେ ନେଟିଭ ସ୍ପେସିସ୍। ଏଇଟା କୋଉଟା ନା ହେଲା ସକର ମାଉଥ କ୍ୟାଟଫିସ୍। ଥାର୍ଡ ମୁମ୍ବାଇ, ଏଇଟା ଥାର୍ଡ ମୁମ୍ବାଇ କଣ, ଏଇଟା ଗୋଟେ କନସେପ୍ଟ ଅଛି ଯୋଉ ସାଟେଲାଇଟ ଟାଉନ କୁହନ୍ତି। ଏଇଟା ଆମର ଭୁବନେଶ୍ୱରର ଡେଭଲପ କରାହଉଛି ଜଟନୀ, ଏଇଟା ବିବିଏସ୍ଆର, ଏଇଟା ଜଟନୀ। କାହିଁକି ନା ଆକୁ ଡିକଞ୍ଜେଷ୍ଟ କରିବା ପାଇଁ ଆକୁ କରାହଉଛି। ସେମିତି ମୁମ୍ବାଇର ଯୋଉ ଏଇଟା ଇଣ୍ଡିଆ ଥିଲା, ଏଇଟା ଯୋଉ ମୁମ୍ବାଇ ଥିଲା, ତ ତାର ଗୋଟେ ସାଟେଲାଇଟ ଟାଉନ ଅଲରେଡି ଅଛି ହେଲା। ତାର ଆଉ ଗୋଟେ ନ୍ୟୁ ଟାଉନ କରୁଛନ୍ତି କର୍ନାଲ ସାଇ ଚେର୍ନର କେସି ନୂଆ ନବୀ ମୁମ୍ବାଇ ଏୟାରପୋର୍ଟ ଆଗରେ ତାକୁ ଡିକଞ୍ଜେଷ୍ଟ କରିବା ପାଇଁ ଓକେ। ତ ସେଇଟା ମନେ ରଖିଦେବେ। ଏଇଠି ପ୍ଲାଣ୍ଟ ସାଟେଲାଇଟ ସିଟି ହେଲା, ଡିକଞ୍ଜେଷ୍ଟ କରିବା ପାଇଁ କୁହାହଉଛି। ସେଇଟା ହଉଛି ତାର ଥାର୍ଡ। ଫାର୍ଷ୍ଟ କୋଉଟା କରାହେଇଥିଲା, ଫାର୍ଷ୍ଟ କରାହେଇଥିଲା ନବୀ ମୁମ୍ବାଇ। ଆଉ ଏବେ କରାହଉଛି ଯୋଉଟା ଜାଣିଲେ ଆମେ କଣ କର୍ନାଲ ସାଇ କେସି ଟାଉନ, ଏମିତି କରାହଉଛି। ତ ଏଇଟା ଗୋଟେ ସାଟେଲାଇଟ ସିଟି କନସେପ୍ଟଟା ଜାଣିଥାନ୍ତୁ। ରାଇଟ୍ ଗ୍ରୁପ୍ସ କଲ୍ ଫର ଓଭରଅଲ୍ ଅଫ୍ ହିୟରିଂ ଅନ୍ ଆରାବଳି। ଆରାବଳି ଇସ୍ୟୁଟା ଆପଣ ଜାଣିଛନ୍ତି। ଆରାବଳି କୋଉଠି ଦେଖନ୍ତୁ, ଏଇଠି ଆରାବଳି ରେଞ୍ଜ ହେଲା। ଆରାବଳି ରେଞ୍ଜର ପ୍ରୋବ୍ଲେମ କଣ ନା ଇଏ ବିଭିନ୍ନ ଷ୍ଟେଟରେ ଅଛି। ତ ଇଏ ରେସିଡୁଆଲ ମାଉଣ୍ଟେନ ଗୋଟେ, ଆମେ ରେସିଡୁଆଲ ମାଉଣ୍ଟେନ, ଇଏଟା ଫୋଲ୍ଡ ମାଉଣ୍ଟେନ ବଟ୍ ରେସିଡୁଆଲ ମାଉଣ୍ଟେନ, ମାନେ ଇଏ ବଢୁନି, ହେଇକି ନଷ୍ଟ ହେଇକି ପୁରା ଘୋରି ହେଇଗଲାଣି। କଥା ହେଲା କି ଆକୁ ବିଭିନ୍ନ ଷ୍ଟେଟ ବିଭିନ୍ନ ପ୍ରକାର ଡିଫାଇନ କରୁଛନ୍ତି। ତ କଲେ ଆକୁ ଏଠି ଚାଲିଛି କଣ, ଏଠି ମାଇନିଂ। ମାଇନିଂ ମାନେ କଣ, ସେ ପାହାଡକୁ ଖୋଳି ନେଇଯିବା। ତା ଦେହରେ ଅଛି ଗଛ ସବୁ ଅଛି, ବିଭିନ୍ନ ମାଇନ୍ସ ଅଛି, ଆଉ ଏନଭାରମେଣ୍ଟାଲ ଏଠି ଡେଲି ଅଛି। ଡେଲି ପାଇଁ ଆର ଇମ୍ପୋର୍ଟାନ୍ସ, ଏଠି କଣ ହେଲା ଆମର ମରୁଭୂମି ଥର। ତ ଏଠି ଡେଲି ପାଇଁ ଆର ଇମ୍ପୋର୍ଟାନ୍ସ ଟା ବହୁତ। ତା ଯୋଉ ଗଛ ଜଙ୍ଗଲ, ପାହାଡ ମାନେ ଜଙ୍ଗଲ ଥିବେ, ତ ସିଏ ମରୁଭୂମିକୁ ଆସିବାକୁ ରଖୁଛି। ଆଉ ମରୁଭୂମିରୁ ବାଲି ଫାଲି ଆସି ଏଠି ଗଦା ହବାରୁ ବଞ୍ଚୁଛି, ହିଟ ବଞ୍ଚଉଛି। ଆର କାମ ବହୁତ, ତାର ଇକୋଲୋଜିକାଲ, ଇକୋନୋମିକାଲ, ସୋସିଆଲ ବେନିଫିଟ୍ସ ବହୁତ ଅଛି ବା ଇମ୍ପୋର୍ଟାନ୍ସ ବହୁତ ଅଛି। ତ ତାକୁ ମାଇନିଂ ପାଇଁ ବହୁତ ଥ୍ରେଟ୍ ଆସୁଛି, ତାକୁ ରେଗୁଲେଟ କରିବା ପାଇଁ ସୁପ୍ରିମକୋର୍ଟ ଏବେ କହୁଛି। ତ ତା ପାଇଁ ଗୋଟେ ପ୍ରଥମ ହେଲା ତ ତାକୁ ଡିଫାଇନ କରିବା, କାହାକୁ ଆମେ କହିବା ଆରାବଳି। ତ ସେଇ ରିଗାର୍ଡିଂ ଏ ନ୍ୟୁଜଟା ଅଛି। ଇଣ୍ଡିଆର ଓଲ୍ଡେଷ୍ଟ ଫୋଲ୍ଡ ମାଉଣ୍ଟେନ ସିଷ୍ଟମ, ଦିଲ୍ଲୀ ଥ୍ରୁ ହରିୟାଣା, ରାଜସ୍ଥାନ, ଗୁଜୁରାଟରେ ଅଛି। ମନେକର ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଗୁଜୁରାଟ ହେଲା। ଇମ୍ପୋର୍ଟାଣ୍ଟ ଫର ଗ୍ରାଉଣ୍ଡ ୱାଟର, ବାୟୋଡାଇଭର୍ସିଟି, କ୍ଲାଇମେଟ ରେଗୁଲେସନ ପାଇଁ ଏଟା ଇମ୍ପୋର୍ଟାଣ୍ଟ। ତ ଇକୋଲୋଜିକାଲ ସେନ୍ସିଟିଭ ଏରିଆ ତ ମୁଁ କହିଛି। ଏନଭାରମେଣ୍ଟାଲ ପ୍ରୋଟେକ୍ସନ ଆକ୍ଟ ଅଣ୍ଡରରେ ତାକୁ ଡିଫାଇନ କରାହଉଛି। ଆଉ ଆମର 33% ଏରିଆ ଅଫ୍ 32% ଅଫ୍ ୱେଷ୍ଟର୍ଣ୍ଣ ଘାଟ ଏଟା କରାଯିବ ବୋଲି ଚାଲିଛି ପ୍ଲାନ୍, କସ୍ତୁରୀ ରଙ୍ଗନ ରିପୋର୍ଟ ଅନୁସାରେ। ତ ୟାର ଭଳି ଡେଫିନେସନ କଣ କଣ ଡେଭଲପ ହଉଛି ସେଟା ଆମେ ଦେଖିବା ଓକେ। ତାପରେ ଇଣ୍ଡିଆ ଡୋନେଟ୍ସ 5 ପିକକ୍ ମୟୂର ଦିଆହେଲା ୟୁଏନ୍ ଅଫିସ ଜେନେଭାରେ, ତାଙ୍କୁ ଗୋଟେ ଶାନ୍ତିର ପ୍ରତୀକ ଭାବେ ପିକକ୍ କୁ ଦେଇଛନ୍ତି। କଲଚରାଲ ଡିପ୍ଲୋମାସି ବୋଲି କହୁଛନ୍ତି, ସଫ୍ଟ ପାୱାର, ତ ନ୍ୟାସନାଲ ସିମ୍ବଲ। ତ ଏଇଟା ଗୋଟେ ହେଲା। ତାପରେ ସାଇଣ୍ଟିଷ୍ଟ ଟର୍ନ ଟୁ ସାର୍କ ଫର ହରିକେନ ପ୍ରେଡିକ୍ସନ। ସାଇଣ୍ଟିଷ୍ଟ ମାନେ ଦେଖିଲେ ହରିକେନ ଅନୁସାରେ ସାର୍କ ମାନେ ଆଗରୁ ଜାଣିପାରନ୍ତି, ସେମାନେ ପଳାନ୍ତି ଛାଡିକିରି କି କୁଆଡେ ମୁଭମେଣ୍ଟ କରନ୍ତି, ତାଙ୍କ ପାଇଁ ଚିପ୍ ଲଗେଇବେ, ତ ସିଏ ହରିକେନ ପ୍ରେଡିକ୍ସନ କରନ୍ତି। ଆମେ ଦେଖିଲେ ଟାଇଫୁନ, ହରିକେନ, ତ କାହାକୁ କୋଉଠି କରନ୍ତି ସେଟା ଆମେ କରିଦବା ପରେ ଓକେ। ତାପରେ ବନ୍ଦେ ମାତରମ୍ ବିଲ୍ ଗେଟ୍ସ ପ୍ରେସିଡେଣ୍ଟ ଆସେଣ୍ଟ ବିକମ୍ସ ଲ। ମୁଁ କହିଲି ଏଇଟା ବନ୍ଦେ ମାତରମକୁ ଇକ୍ୱାଲ ଷ୍ଟାଟସ ଦିଆଗଲା ଜନଗଣ ମନ ନ୍ୟାସନାଲ ଆନ୍ଥେମ ସହିତ। ବନ୍ଦେ ମାତରମ୍ ଦ ସେମ୍ ଷ୍ଟାଟସ ଏଟା ଗଲା। ଆଉ ନ୍ୟାସନାଲ ସଙ୍ଗ ଅଫ ଇଣ୍ଡିଆ ଆନନ୍ଦ ମଠରେ ଲିଖିଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଜନଗଣ ମନ କିଏ ଲିଖିଛନ୍ତି, ନ୍ୟାସନାଲ ଆନ୍ଥେମ ରବୀନ୍ଦ୍ରନାଥ ଟାଗୋର ଲିଖିଛନ୍ତି। 24 ଜାନୁଆରୀ 1950ରେ ଏଟାକୁ ଆଡପ୍ଟ କରାହେଇଥିଲା। ଏଇଟା ପଡେ ଫଣ୍ଡାମେଣ୍ଟାଲ ଡ୍ୟୁଟି 51 ଏ ରେ, ଏ ଆଉ ଏ ରେ ନ୍ୟାସନାଲ ଫ୍ଲାଗ, ନ୍ୟାସନାଲ ଆନ୍ଥେମ ଅଛି। ତ ଏଇଟା ସେମ୍ ଷ୍ଟାଟସ ଦେଲେ ଏଇଟା ଫଣ୍ଡାମେଣ୍ଟାଲ ଡ୍ୟୁଟି ଇନକ୍ଲୁଡ ହବ କି ନାହିଁ ଦେଖିବା। ତାପରେ ଗ୍ରେଟ୍ ନିକୋବର ପ୍ରୋଜେକ୍ଟ ଆଣ୍ଡ ସୁମ୍ପେନ ଡ୍ରାଇଭ, ଏଇଟା ମୁଁ ବାରମ୍ବାର କହିଛି, ଏଇଟା ଆମର ଗ୍ରେଟ୍ ନିକୋବର, ଏଇଟା ହେଲା ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡ ହେଲେ ଆଣ୍ଡାମାନ ନିକୋବର ପୁରା ସାଉଥ ରେ ଅଛି। ଏଇଟା କଣ କଣ ଡେଭଲପ କରାହବ, ଏଇଠି ଗୋଟେ ଇଣ୍ଟରନ୍ୟାସନାଲ କଣ୍ଟେନମେଣ୍ଟ ପୋର୍ଟ ଗୋଟେ କରାହବ।
ଏଠି ଏଇଠି ଗୋଟେ ତାର ନର୍ଥ ପାୱାର ପ୍ଲାଣ୍ଟ, ଏପଟେ ରାଇଟ୍ ସାଇଡରେ ଗୋଟେ ଏୟାରପୋର୍ଟ, ଆଉ ଏଠି ଗୋଟେ ଟାଉନ ଡେଭଲପ କରାହଉଛି। ଏଇଟା ଗୋଟେ ଟାଉନ ଡେଭଲପ, ଲୋକ ରହିକି ଏଠିକି ଆସି କାମ କରିବେ। ତ ଏଇସବୁ ଜିନିଷ କରାହଉଛି, ଏଇଟାକୁ ଟିକେ ମନେ ପକେଇବା ପାଇଁ ମୁଁ କରିଥିଲି। ଇଣ୍ଡିଆ ସାକୁ ରିଭାଇଭ୍ ପାର୍ଟନରସିପ୍ ଟ୍ରେଡ୍, ଏମିତିଆ ସଂସ୍ଥା ଗୁରା ଯୋଉଟା ଟିକେ ନ୍ୟୁଜରେ ନଥାନ୍ତି ଭଲସେ, ତାଙ୍କୁ ଓପିଏସସିର ଫେଭରାଇଟ୍। ସାକୁ ମାନେ କ'ଣ? ସାଉଥ ଆଫ୍ରିକାନ୍ କଷ୍ଟମ ୟୁନିଅନ। ଏଇଟା ମନେ ରଖିବ, ୱାର୍ଲଡର ଓଲ୍ଡେଷ୍ଟ କଷ୍ଟମ ୟୁନିଅନ ହେଲା। ୱାର୍ଲଡର ଓଲ୍ଡେଷ୍ଟ କଷ୍ଟମ ୟୁନିଅନ। ତ ଏଇଟା ମନେ ରଖିଲେ, ତାଙ୍କ ସହିତ ଇଣ୍ଡିଆ ପ୍ୟାକ୍ଟ କରିଛି। Custom union versus a free trade. Custom union has a common external tariff and FTA only removes internal tariff. Internal tariff ହଟେଇଥାଏ, ଏପଟେ external tariff custom union ରେ ଥାଏ। ତାପରେ ହେଲା କଙ୍ଗୋ ଏବୋଲା ଆଉଟବ୍ରେକ୍। କଙ୍ଗୋରେ ଆଫ୍ରିକାନ କଣ୍ଟ୍ରି ଡେଲିଏଷ୍ଟ ଏବୋଲା ଆଉଟବ୍ରେକ୍ ହଉଛି। ମନେ ରଖନ୍ତୁ ସେଇଟା, କଙ୍ଗୋଟା କୋଉଠି ଅଛି? ଡେମୋକ୍ରାଟିକ ରିପବ୍ଲିକ କଙ୍ଗୋ ଏସବୁ ଅଛି, ସେଠି ଏବୋଲା ହଉଛି। ଏବୋଲା ଭାଇରସ ଜୁନୋଟିକଟା ଗୋଟେ। ତ ଏଥିରେ ବେଶୀ କିଛି ନାହିଁ। ତାପରେ ରହିଲା ଶ୍ରାବଣୀ, ଏଇଟା ଇମ୍ପୋର୍ଟାଣ୍ଟ। ଶ୍ରାବଣୀ କ'ଣ? ମଲ୍ଟିଲିଙ୍ଗୁଆଲ ସ୍ପିଚ୍ ରେକଗ୍ନିସନ ମଡେଲ ଫର 65 ଲାଙ୍ଗୁଏଜ ପାଇଁ କରାଯାଇଛି। ଆଇଆଇସି ଏସ୍ପାୟର ଲ୍ୟାବ ୱିଥ୍ ଆର୍ଟ ପାର୍କ ଆଣ୍ଡ ଗୁଗୁଲ ରିଲିଜ ଶ୍ରାବଣୀ, ଇଣ୍ଡିଆର ଫାଷ୍ଟ ମଲ୍ଟିଲିଙ୍ଗୁଆଲ ସ୍ପିଚ୍ ରେକଗ୍ନିସନ ମଡେଲ। ଆଉ ଗୋଟେ ଥିଲା ଆମର ଭାସିନୀ। ଭାସିନୀ କ'ଣ? ଆମର ଗୋଟେ ଡିଭିଜନ ହେଲା। ତ ସିଏ ସବୁ ବିଭିନ୍ନ ଇଏ ସହିତ ଏଆଇ ରିଲେଟେଡ୍ ଜିନିଷ କରୁଛି। ଇଏ ବି ସେମିତି ଅଟୋମେଟିକ୍ ସ୍ପିଚ୍ ରେକଗ୍ନିସନ ଶ୍ରାବଣୀ। ତାପରେ ଆରେଷ୍ଟ ଆଉ ଡିଟେନସନକୁ ନେଇକିରି କନଷ୍ଟିଟ୍ୟୁସନାଲ ଲିମିଟ କ'ଣ ଅଛି ସେଇଟା ଟିକେ ଦେଖନ୍ତୁ। ଆର୍ଟିକଲ 22, ଆର୍ଟିକଲ 20 ସେ ରିଗାର୍ଡିଂ। ଏଠି ଆରେଷ୍ଟ ହଉଛି 20, ଡିଟେନସନ ହଉଛି 22। ଆର୍ଟିକଲ 22 ପ୍ରୋଭାଇଡ୍ସ ଫର ସେଫଗାର୍ଡସ୍ ଏଗେନ୍ଷ୍ଟ ଆର୍ବିଟ୍ରାରୀ ଆରେଷ୍ଟ। ଆରେଷ୍ଟ କେହି ହେଇପାରିବେ ନାହିଁ। ଗଭର୍ନ ପ୍ରିଭେଣ୍ଟିଭ ଡିଟେନସନ ଆଡଭାଇଜରୀ ବୋର୍ଡ ଅପ୍ ଟୁ 3 months। ପ୍ରିଭେଣ୍ଟିଭ ଡିଟେନସନ ବି ଅଛି ଆର୍ଟିକଲ 22 ରେ। ତ ଏଇଟା ଗୋଟେ ଗୋଲ୍ଡେନ ଟ୍ରାଙ୍ଗେଲ ଦେଇଛି, ଏଇଟା ମନେ ରଖନ୍ତୁ। ଆର୍ଟିକଲ 14, 19, 21 ଗୋଲ୍ଡେନ ଟ୍ରାଙ୍ଗେଲ କହନ୍ତି। 14, 19, 21 ଇକ୍ୱାଲ ବିଫୋର ଲ, ଆଉ ରାଇଟ୍ ଟୁ ଫ୍ରିଡମ, ଆଉ ରାଇଟ୍ ଟୁ ଲାଇଫ, ଏଟାକୁ ଟ୍ରାଙ୍ଗେଲ କହୁଛନ୍ତି। ତ ଟ୍ରାଙ୍ଗେଲ 19, 14, 19, 21 ଏମିତି ମନେ ରଖିଦିଅନ୍ତୁ ଟିକେ। ଓଡ଼ିଶା ୟୁପିଏସସି ଡିଫର୍ସ ଓଡ଼ିଶା ଡିଜିପି ସିଲେକ୍ସନ, ପ୍ରକାଶ ସିଂ ନର୍ମ ଇନ୍ ଫୋକସ। ମାନେ ଯୋଉ କୁହାଯାଇଥିଲା ଯାହାକୁ ସବୁ କେତେ ବର୍ଷ ଗୋଟେ ଗାଇଡଲାଇନ ଥିଲା, ସେଇ ଅନୁସାରେ ଡିଜିପି ହେବେ, ଡିରେକ୍ଟର ଜେନେରାଲ ପୋଲିସ। ଓଡ଼ିଶା ତାକୁ ଭାଇଲେଟ କରିଦେଇଛି। ଓଡ଼ିଶା ଗୋଟେ ଜୁନିୟରକୁ ଆମର ଡିଜିପି ବୋଲି ଡିକ୍ଲେୟାର କରିଛି ହେଲା। ପ୍ରକାଶ ସିଂ କେସ୍ 2006ରେ ସୁପ୍ରିମକୋର୍ଟ ଲେଟ୍ 7 ଡିରେକ୍ଟିଭ ପୋଲିସ ରିଫର୍ମ। ପ୍ରକାଶ ସିଂ ଯୋଉଠି ନର୍ମ ହେଇଥିଲା ସେଇଟା ଏବେ ଫୋକସରେ ଅଛି, ପ୍ରକାଶ ସିଂ ଜଜମେଣ୍ଟରେ। ତ ସିଲେକ୍ସନ କମିଟି ଅନୁସାରେ ହବ ବୋଲି କୁହାଯାଇଛି। ପୋଲିସଟା ଆମର ଏଣ୍ଟ୍ରି ଲିଷ୍ଟ 2ରେ ଷ୍ଟେଟ ଲିଷ୍ଟ ଅଛି, ମୁଁ କହିଥିଲି। ତ ସେଟା ତାକୁ ଏଇଟା ଭାଇଲେଟ ହେଇଛି ବୋଲି କହୁଛନ୍ତି। ପ୍ରକାଶ ସିଂ ନର୍ମ କାହା ରିଲେଟେଡ? ପୋଲିସ ଆପଏଣ୍ଟମେଣ୍ଟ ଏ ରିଗାର୍ଡିଂ ଥିବ ବୋଲି ମନେ ରଖିଦେବେ ଟିକେ। ତାପରେ L&T ଟୁ ବିଲ୍ଡ ଇଣ୍ଡିଆସ୍ ଲାର୍ଜେଷ୍ଟ ଏନଭିଡିଆ ଏଆଇ ଫ୍ୟାକ୍ଟ୍ରି। ଏନଭିଡିଆ ମାନେ କ'ଣ? ଗ୍ରାଫିକ୍ସ ଚିପ୍ ଯୋଉ ବନାନ୍ତି, ସେଟା କିଏ କରିବ? ଆମର L&T। ଏଟା ମନେ ରଖିଦିଅନ୍ତୁ। ସେନ୍ସସ୍ 2007 କାଷ୍ଟ ଟୁ ବି ଏନୋମେଟେଡ୍ ଫାର୍ଷ୍ଟ ଟାଇମ୍ ସିନ୍ସ 1931ରେ। ତ କାଷ୍ଟ ସେନ୍ସସ୍ କେବେ ହେଇଥିଲା? ଫାଷ୍ଟ 1931ରେ। ତାପରେ ଏବେ ହଉଛି 2019ରେ, 29ରେ। ତ ଏଇଟା ମନେ ରଖନ୍ତୁ। ଏତିକି ଥିଲା ନ୍ୟୁଜ ଟପିଂ। ତାପରେ ମୁଁ କେତେଟା କ୍ୱେଶ୍ଚିନ୍ ଆନ୍ସର ଦେଇଛି। ଏଥିରେ କିଛିଟା ଜିନିଷ ପୁରା ଓଲ୍ଡ ପୁରୁଣା ଜିନିଷ ଯାହା ପଢିଲେ, ଆଉ କିଛି ଜିନିଷ ନୂଆ ଅଛି ସେଇଟା ପଢିବେ। ଏଇଟା ଗୋଟେ ନୂଆ ଏସିଆନ ରାଫ୍ଟିଂ ଚାମ୍ପିଅନସିପ ସିମାଙ୍ଗ ରିଭରରେ ହେଇଛି, ହବ। ତାପରେ ଭେଟ୍ରି ବନମଙ୍ଗଲ ସ୍କିମଟା କୋଉଠି ଅଛି? ଏଇଟା ତାମିଲନାଡୁ ଗଭର୍ଣ୍ଣମେଣ୍ଟ କରିଛି। ଓମେନ୍ ଡ୍ରୋନ୍ ଅପରେଟର ହେବେ, ତ ସେଥିପାଇଁ ଏଇଟା ଟିକେ ଇମ୍ପୋର୍ଟାଣ୍ଟ ହେଇଥାଏ। ୟୁନିକ୍ ଗୋଟେ ଡ୍ରୋନ୍ ଅପରେଟ କରିବେ ଓମେନ୍ ମାନେ। ହାର୍ଭେଷ୍ଟ ଅଫ୍ ରାଇସ୍ ଗ୍ରୋନ୍ ଆବ୍ରୋଡ୍ ଇନ୍ ଚାଇନା ସ୍ପେସ୍ ଷ୍ଟେସନ। ସ୍ପେସ୍ ଷ୍ଟେସନରୁ ରାଇସ୍ ଆଣିକିରି ସେଇଠି ଗ୍ରୋ କରିଛି ସକ୍ସେସଫୁଲି, ସେ ହେଉଛି ଚାଇନା। ସେଞ୍ଜୋଉ 23 ସ୍ପେସ୍ ପ୍ରୋଗ୍ରାମ ସେଟା ଥିଲା। ମିଥିଲା ମଖାନା ଆମର ଗଲା ପ୍ରଥମେ ଆପେଟା ନେଲା ଇଣ୍ଡିଆରୁ ଅଷ୍ଟ୍ରେଲିଆ, ଏଟା କହିଦେଇଛି। ପ୍ରାଇମେରୀ ପର୍ପୋଜ ଅଫ ଏରି ଭେରିଫାଇ ପ୍ଲାଟଫର୍ମ।
ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ନ୍ୟୁଜ୍। ଏଇରି enable secure paperless source verified authentication of student documents through DigiLocker, ମାନେ ଡକୁମେଣ୍ଟ ଭେରିଫାଏ କରିବା ପାଇଁ ଏଇଟା ଗୋଟେ ଏଇରି ହେଲା। ନ୍ୟାସନାଲ ଇ ଗଭର୍ନାନ୍ସ, ତ ଏଇଟା ପାର୍ଟ ଅଫ୍ ଇ ଗଭର୍ନାନ୍ସ, ତ ଏଇଟାକୁ ମନେ ରଖିବାର ଅଛି ହେଲା। ଏଇରି ଇଣ୍ଡିଆର ଫାଷ୍ଟ ଅଫ୍ ଇଟ୍ ଇକୋ ଏଜୁକେସନାଲ ହବ୍ ପ୍ରକୃତି ଜ୍ଞାନ ଧାମ। ପ୍ରକୃତି ଜ୍ଞାନ ଧାମ ଏଇଟା କୋଉଠି ହେଇଛି? ଲକ୍ଷ୍ନୌରେ। ଏଇଟା ମନେ ରଖନ୍ତୁ, ଏଇଟା ଇମ୍ପୋର୍ଟାଣ୍ଟ। ଇ ସମୁଦ୍ର ପୋର୍ଟାଲ କରାହେଇଛି ସି ଫେୟାରର ମାନଙ୍କର ପ୍ରୋଟେକ୍ସନ ପାଇଁ। ଇ ସମୁଦ୍ର, ଏଇଟା ମନେ ରଖିଦିଅନ୍ତୁ କାରଣ ଏଇଟା ବହୁତ ମାନେ ଇମ୍ପୋର୍ଟାଣ୍ଟ ଥାଏ ଏକ୍ଜାମରେ। ଆସିଲା ଇ ସମୁଦ୍ର ପୋର୍ଟାଲ। 2026 ବ୍ରିକ୍ସ ସମିଟ୍ ରିଗାର୍ଡିଂ ପଡିଲା। ଏଇଟା ଏତେ ବି ଇଏ ନାହିଁ, ଖାଲି ଦେଖିଦିଅନ୍ତୁ ଏ କ୍ୱେଶ୍ଚିନ୍ ସବୁ ଯୋଉଟା ଇମ୍ପୋର୍ଟାଣ୍ଟ ମୁଁ କହୁଛି। ମୋଷ୍ଟ ଭାଲୁଏବୁଲ ସେଲିବ୍ରିଟି କିଏ ହେଲା? ଶାହରୁଖ ଖାନ, ମୋଷ୍ଟ ଭାଲୁଏବୁଲ ସେଲିବ୍ରିଟି ହେଲା। ଆମର ଗୋଟେ ଟେରିଟୋରି ଇଣ୍ଡିଜିନିୟସ୍ ପିପୁଲଙ୍କର ୱାର୍ଲଡ ଟ୍ରାଇବାଲ ଡେ ବା ଇଣ୍ଡିଜିନିୟସ୍ ପିପୁଲ ଡେଙ୍କ ପାଇଁ ଗୋଟେ ରିପୋର୍ଟ ଆସିଛି। ସେଥିରେ ସେ କହିଛନ୍ତି 28% ପ୍ରୋଟେକ୍ଟେଡ ବାଇ ଟେରିଟୋରି ହେଲା। ତ ସେଟା ମନେ ରଖିବେ, 28%। ୱାର୍ଲଡ ଲାୟନ ଡେ 2013ରୁ ପାଳନ ହେଇକି ଆସୁଛି। ଏଟା କରୁଛନ୍ତି ଅଗଷ୍ଟ 12, କିନ୍ତୁ ଏଇଟା 2013ରୁ ପାଳନ ହଉଛି। ଏରୋବିକ୍ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପ କୋଉଠି ହଉଛି? ରିହା becomes the first Indian to win gold medal. ରିହା ପଙ୍ଗମମ୍ ହେଲା, ପଙ୍ଗମମ୍ ସେ ଗୋଲ୍ଡ ମେଡାଲ ପାଇଛନ୍ତି। ଏଇଟା କୋଉଥିରେ? ଏରୋବିକ୍ସ ଜିମ୍ନାଷ୍ଟିକ୍ସ ଏସିଆ ଚାମ୍ପିଅନସିପରେ ହଉଛି। ଏଇଟା କୋଉଠି ହଉଛି? ଫିଲିପାଇନ୍ସ। ତ ଏଇଟା ମନେ ରଖିବେ, ଫିଲିପାଇନ୍ସରେ ହଉଛି ଏସିଆନ୍ ଚାମ୍ପିଅନସିପ। ଡାଇରେକ୍ଟ ମେଡାଲ ତ ଦେଖିଲେ ଆମେ ଦୀପକ ଧର ଡିଡିଟି, ଏଇଟା ଆମେ ଦେଖିଲେ। ଆଉ ରହିଲା ରଷିଆର ଫାଷ୍ଟ ଏଭର ଇମ୍ପୋର୍ଟ ଅଫ ଗ୍ୟାସୋଲିନ୍ ଫ୍ରମ୍ ଇଣ୍ଡିଆ। 2026ରୁ ରଷିଆ ଇଣ୍ଡିଆରୁ ଗ୍ୟାସୋଲିନ୍ ନବ, ତାକୁ ନାଇରା ଏନର୍ଜି କହୁଛନ୍ତି। ନାଇରା ଏନର୍ଜି, ନାଇରା ପେଟ୍ରୋଲ ପମ୍ପ ବି ଭୁବନେଶ୍ୱରରେ ଖୋଲିଲାଣି, ଦେଖିଥିବେ। ତ ଅଟୋବାୟୋଗ୍ରାଫି ଫର୍ମର ପ୍ରେସିଡେଣ୍ଟ, ଟ୍ରାୟମ୍ଫ ଅଫ ଦ ଇଣ୍ଡିଆନ ରିପବ୍ଲିକ, ଏଇଟା ଜାଣିଲେ। ଇଣ୍ଡିଆସ୍ ମାଇଲଷ୍ଟୋନ ଇନ୍ 50 ଇୟର ଇଣ୍ଡିପେଣ୍ଡେଣ୍ଟ, ମାନେ ଥିମ୍ କଣ ଥିଲା? ବନ୍ଦେ ମାତରମ୍ ଆଉ ୟୁବା ଶକ୍ତି। ତ ଏଇଟା ଗଲା ଦିଟା। ଇଣ୍ଟରନ୍ୟାସନାଲ ୟୁଥ ଡେ ର ଥିମ୍ କଣ ଥିଲା? ଡିଫରେଣ୍ଟ କଣ୍ଟେକ୍ସଟ କମନ ଆସ୍ପିରେସନ, ଏଇଟା ଟିକେ ମନେ ରଖିବେ। ଓକେ, ଏଇଟା ଗୋଟେ ଗଲା। ଆଉ ନ୍ୟୁକ୍ଲିୟର ଏନର୍ଜି ଟାର୍ଗେଟ 100 ଗିଗାୱାଟ ରଖାଇ 2047 ସୁଦ୍ଧା କହିସାରିଲେଣି। ଆଉ ଉଦାର ଶକ୍ତି କାହା ସହିତ କରେ? ଓକେ, ଇଣ୍ଡିଆନ ଏୟାରଫୋର୍ସ ଆଉ ମାଲେସିଆ। ଉଦାର ଶକ୍ତି ଇଣ୍ଡିଆ ଆଉ ମାଲେସିଆ ଭିତରେ ହଉଛି, ମନେ ରଖିବେ। ପିଚ୍ ବ୍ଲାକ୍ ଅଷ୍ଟ୍ରେଲିଆ ସହିତ। ତ ଏଇଟା ହେଇଗଲା। ଦେନ୍ ରିଜର୍ଭେସନରେ କ୍ରିମି ଲେୟାର ରିଗାର୍ଡିଂ କ୍ୱେଶ୍ଚିନ୍ ଟା ଅଛି। ଇନ୍ଦିରା ସଇନ୍ କେସରେ ଆସିଥିଲା, ଠିକ ଅଛି। ସୁପ୍ରିମକୋର୍ଟ ହେଲା ସବକ୍ଲାସ ୱିଦିନ୍ ସେଡ୍ୟୁଲ କାଷ୍ଟ ଭିତରେ ଏଇଟା ହଉ ବୋଲି ସୁପ୍ରିମକୋର୍ଟ କହିଛି। ତ ଆର୍ଟିକଲ 341 ପ୍ରେସିଡେଣ୍ଟକୁ କହିଛନ୍ତି କି କାହାକୁ ସେଡ୍ୟୁଲ କାଷ୍ଟ ଦେବେ, ସେ ନୋମିନେଟ୍ କରିବେ। ତ ଏଥିରେ ମନେ ରଖିବେ, ସେଣ୍ଟର ଆକୁ ଅପୋଜ କରୁଛି ସେଡ୍ୟୁଲ କାଷ୍ଟ ଆଣିବା ପାଇଁ। ଏଇଟା ନ୍ୟୁଜ ଥିଲା। ଫାଷ୍ଟ ଓମ୍ୟାନ ଭାବନା କାନ୍ତ, ଏଇଟା ଦେଖିଲେ। କୋଉ ଷ୍ଟେଟ ସବୁଠୁ ମାକ୍ସିମମ୍ ନମ୍ବର ଅଫ ପ୍ରେସିଡେଣ୍ଟ ଫ୍ରମ୍ ହୁଇଚ୍ ଷ୍ଟେଟ? ଏଇଟା ହଉଛି ତାମିଲନାଡୁ, ମନେ ରଖିବେ। ତାପରେ
which Indian port first to ISO ଏତିକି ସାର୍ଟିଫିକେସନ ପାଇଲା ସାର୍ଟିଫିକେସନ IS ଚିଦାମ୍ବରମ ପୋର୍ଟ ଦୁଇଟା ପୋର୍ଟ ନ୍ୟୁଜରେ ଜବାହରଲାଲ ନେହେରୁ ପୋର୍ଟ ଥିଲା ସେ 22 ରାଙ୍କରେ ଥିଲେ ପୋର୍ଟ ରାଙ୍କିଙ୍ଗରେ ଆଉ ଚିଦାମ୍ବରମ ପୋର୍ଟ ଅଛନ୍ତି। ଜାଣିଲେ ଅଗ୍ନି 4 ମିସାଇଲ ମୁଁ କହିସାରିଲିଣି ମିଡିୟମ ରେଞ୍ଜ ବାଲିଷ୍ଟିକ ମିସାଇଲ ଯେଟା ୟୁନିକ୍ ଅପରେସନ ମୁଲା ପେରିୟର ଡ୍ୟାମ କୋଉଠି ଅଛି କେରଳରେ ଅଛି ତାକୁ ଅପରେଟ କରୁଛି ତାମିଲନାଡୁ ଏଇଟା ମୁଁ ଅଲରେଡି କହିସାରିଛି। World Tribal Day by indigenous midwives safeguarding life and theme ହଉଛି midwife को ପାଇଁ ଏଇଟା କରାଯାଇଛି traditional healthcare practice role of ତ ସେଇଟା ଗଲା facility for anti-proton and research fair India is a foundational member ଏଇଟା କୋଉଠି କରାଯାଏ ସୁଇଜରଲ୍ୟାଣ୍ଡ ତ fair କିଛି କାମ ନାହିଁ ସୁଇଜରଲ୍ୟାଣ୍ଡ ରେ ହବ ଏଇଟା ସରି ଏଇଟା କୋଉଠି ହବ ଜର୍ମାନୀରେ ହବ ଜର୍ମାନୀରେ ହବ ଫେୟାରଟା ଜର୍ମାନୀ ହବ GF ଫେୟାରଟା ଜର୍ମାନୀରେ ହବ ଜିଓଗ୍ରାଫି ଡେଲ୍ଫ୍ଟ ଆଇଲ୍ୟାଣ୍ଡ ଏଇଟା କୋଉଠି ଅଛି ପାକ୍ ଷ୍ଟ୍ରେଟ୍ ଅଛି ଯୋଉ ଆମର ଇଣ୍ଡିଆ ଅଛି ଏଇଠି ଆମର ଶ୍ରୀଲଙ୍କା ଅଛି ତ ଏଇଟାକୁ ବୋଧେ ପାକ୍ ଷ୍ଟ୍ରେଟ୍ ଛୋଟ ଛୋଟ ଜିନିଷ ସେଠି ଆଇଲ୍ୟାଣ୍ଡ ଅଛି କାଚାଥିବୁ ଆଇଲ୍ୟାଣ୍ଡ ଅଛି ପମ୍ବାନ ଆଇଲ୍ୟାଣ୍ଡ ଡେଲ୍ଫ୍ଟ ଆଇଲ୍ୟାଣ୍ଡ ବି ସେଇଠି ଅଛି ଦିସ୍ ଭିଡିଓ ଉବାଲ ସେପ୍ଟ ଫିଚର୍ସ କୋରାଲ ବିଚେସ୍ ମୁଁ ଆସିବି The Kambalkonda Wildlife Sanctuary is noted for hosting a unique threatened forest type sanctuary କୋଉଠି ଅଛି ଆନ୍ଧ୍ରପ୍ରଦେଶରେ ଅଛି କମ୍ବାଲକୋଣ୍ଡା ହେଲା ସେଠି ଇଷ୍ଟର୍ଣ୍ଣ ଘାଟରେ ଅଛି ଏଭରଗ୍ରୀନ ଡ୍ରାଏ ଏଭରଗ୍ରୀନ ଫରେଷ୍ଟ ସେଠି ଅଛି ଡ୍ରାଏ ଏଭରଗ୍ରୀନ ଫରେଷ୍ଟ ଏଇଟା ମନେ ରଖିବେ ଗୋବର୍ଦ୍ଧନ ଇନିସିଏଟିଭ ଏଇଟା ସବୁବେଳେ ମନେ ରଖିବେ ପେଟ୍ରୋଲିୟମ ନ୍ୟାଚୁରାଲ ଗ୍ୟାସ୍ କରୁଛି ହେଲା ଏଇଟା ରିନ୍ୟୁଏବଲ ଏନର୍ଜି ନୁହଁ ଗୋବର୍ଦ୍ଧନ ବାୟୋଗ୍ୟାସଟା ଆମର ମିନିଷ୍ଟ୍ରି ଅଫ ପେଟ୍ରୋଲିୟମ ନ୍ୟାଚୁରାଲ ଗ୍ୟାସ୍ ସେଥିପାଇଁ ଏ କ୍ୱେଶ୍ଚିନଟା ଆଡ୍ କରିଛି ମୁଁ ବନ୍ଦେ ମାତରମ୍ ପ୍ରିଭେନ୍ସନ୍ ଅଫ୍ ଇନସଲ୍ଟ ଟୁ ନ୍ୟାସନାଲ ଅନର୍ସ ଆକ୍ଟ 1971 ଅନୁସାରେ କରାଯାଉଛି ଭେସେଲ ଶ୍ରୁତି ଅଫସୋର ପାଟ୍ରୋଲ ଭେସେଲ ଆମେ ଦେଖିଲେ ଏଇଟା ଗଲା ଉଦାର ଶକ୍ତି ଇଣ୍ଡିଆ ଆଉ ମାଲେସିଆ ଭିତରେ ହବ ଟ୍ରାଙ୍ଗେଲ କୋଉଟା 14 19 21 ବିକ୍ରମ 3201 ପ୍ରୋସେସର ଏଇଟା କଣ ଇସ୍ରୋ କରିଛି ହାଇ ପରଫର୍ମାନ୍ସ ସ୍ପେସ୍ ଆପ୍ଲିକେସନ ପାଇଁ ଚିପ୍ ପ୍ୟାରେଣ୍ଟ ଅଛି ବିକ୍ରମ ଏଟା ଇସ୍ରୋ କରିଛି ପ୍ରସାଦ ସ୍କିମରେ ଦେଖ ପ୍ରସାଦ ଥିଲା 2017ରେ ଏଇଠି ଗୋଟେ ଏଚ୍ ଲାଗିଗଲା ଏଚ୍ କାହିଁକି ଅର୍ବାନ ହେରିଟେଜ ଫୋରମ ଆଉ ଡିଫଙ୍କ୍ଟ ହେରିଟେଜ ରିଗାର୍ଡିଂ ଟିକେ ପ୍ରୋବ୍ଲେମ ହେଇଗଲା ହେଲା ତ ଏଟା ଟିକେ ଦେଖିଦିଅନ୍ତୁ ଏଚ୍ ଅନୁସାରେ ହେରିଟେଜ ଆଡ୍ କରାହେଇଛି ତ this was all for this last week's current affairs stay tuned next ମୁଁ defense class ଆଉ geography class ଆଣିଛି ମୋ ସହିତ ବନେଇ ଦିଅନ୍ତୁ ସବସ୍କ୍ରାଇବ କରନ୍ତୁ କରେଣ୍ଟ ଆଫେୟାର୍ସ ଟା ମଷ୍ଟ କରନ୍ତୁ ଥ୍ୟାଙ୍କ ୟୁ ଦେଖା ହବ ନେକ୍ସଟ ଭିଡ଼ିଓ